ଚାଲନ୍ତୁ ଆଜି ପଢ଼ିବା ରୁଦ୍ର ସୁଧାନିଧିର କଥାବସ୍ତୁ। ହଁ, ରୁଦ୍ର ସୁଧାନିଧିର କଥାବସ୍ତୁ ଆମେ ପଢ଼ିବା। ଆକୁ ଲେଖିଛନ୍ତି କିଏ? ନାରାୟଣ ନନ୍ଦ ଅବଧୂତ ସ୍ୱାମୀ। ଦେଖିବା ଏହାର କଥାବସ୍ତୁ କ'ଣ ଅଛି। ତାର ବିଶ୍ଳେଷଣ ତ ଅଛି ବହିରେ, କିନ୍ତୁ ସେଟା ବହୁତ ବଡ଼ଟା ନା, ସେଥିପାଇଁ ଆମେ ଫାଷ୍ଟ କଥାବସ୍ତୁ ଆମେ ଜାଣିଦେବା। ତା ଭିତରେ ଷ୍ଟୋରିଟା କ'ଣ ଅଛି ହେଲା, ସେଇଟା ଜାଣିଦେଲେ ତାପରେ ଆପଣମାନେ ବହିରୁ ଅଳ୍ପ ଅଳ୍ପ ସାରାଂଶ ଦେଖିଦେବେ ଆଉ। ହଁ, ଦେଖନ୍ତୁ, ଷ୍ଟାର୍ଟ କରିବା। ଏକ ସାଧନାଭ୍ରଷ୍ଟ ଯୋଗୀର କାହାଣୀ ହିଁ ରୁଦ୍ର ସୁଧାନିଧିର କଥାବସ୍ତୁ ହେଲା। ଏକ ସାଧନାଭ୍ରଷ୍ଟ ଯୋଗୀର କାହାଣୀ। କ'ଣ? ସାଧନାକୁ ଭ୍ରଷ୍ଟ ହେଲା, ସାଧନା ଭ୍ରଷ୍ଟ ହେଇଯାଇଛି ତାଙ୍କର। କ'ଣ ସାଧନା ଭ୍ରଷ୍ଟ ହେଇଛି ଦେଖିବା। ଶିବ ପାର୍ବତୀ ସମ୍ବାଦ ଶୈଳୀରେ ଏହି ଗ୍ରନ୍ଥର କଥାବସ୍ତୁ ଆରମ୍ଭ ହୋଇଛି। ଶିବ ଆଉ ପାର୍ବତୀଙ୍କ ସମ୍ବାଦ ଶୈଳୀରେ ସମ୍ବାଦ ଦେଇଛନ୍ତି ହେଲା। ଥରେ ମାନସରୋବର କୂଳବର୍ତ୍ତୀ ଚନ୍ଦ୍ର ପରି ଉଜ୍ଜଳ କୈଳାସ ପର୍ବତରେ ସିଦ୍ଧ ରୁଦ୍ରଗଣଙ୍କ ମେଳରେ କାମାଙ୍ଗ ନାଶନ ମହାଦେବ ଶୈଳସୂତା ପାର୍ବତୀଙ୍କ ସହିତ ବିହରଣ କରୁଥିଲେ ହେଲା। କହିଲେ ନା ଥରେ ମାନସରୋବରରେ କ'ଣ ଥିଲା ନା, କୂଳବର୍ତ୍ତୀ ଚନ୍ଦ୍ର ପରି ଉଜ୍ଜଳ କୈଳାସ ପର୍ବତରେ ସିଦ୍ଧି ରୁଦ୍ରଗଣଙ୍କ ସହିତ, ଯେଉଁମାନେ ସବୁ ସିଦ୍ଧ ରୁଦ୍ରଗଣ ଥିଲେ ହେଲା, ମାନେ ସିଦ୍ଧ ଉପାସକ ଥିଲେ, ସେମାନଙ୍କ ମେଳରେ କ'ଣ କାମାଙ୍ଗ ନାଶନ ମହାଦେବ ଶୈଳସୂତା ହେଲା, କାମାଙ୍ଗ ନାଶନ ମହାଦେବ ଶୈଳସୂତା ପାର୍ବତୀଙ୍କ ସହିତ ସେ କ'ଣ କରୁଥିଲେ? ବିହରଣ କରୁଥିଲେ, ମାନେ ବୁଲୁଥିଲେ। ମହାଦେବଙ୍କ ରୁଦ୍ରଗଣ ଥିଲେ ସିଦ୍ଧ ସାଧକ। ଜ୍ଞାନାନନ୍ଦରେ ଯୁକ୍ତ ହୋଇ ଜୀବନ୍ମୁକ୍ତ ଅବସ୍ଥାରେ ଥିଲେ ଏହି ସାଧକମାନେ ହେଲା। କହିଲେ କ'ଣ ନା, ମହାଦେବଙ୍କର ଏଇ ଯେଉଁ ରୁଦ୍ରଗଣ ଥିଲେ, ସାଧକମାନେ ଥିଲେ, ସେ ପୁରା ଥିଲେ ସିଦ୍ଧ ସାଧକ ହେଲା। ଯେତେବେଳେ ଜ୍ଞାନାନନ୍ଦରେ ଯୁକ୍ତ ହୋଇ ଜୀବନ୍ମୁକ୍ତ ଅବସ୍ଥାରେ ଥିଲେ ଏହି ସାଧକମାନେ ହେଲା। ସେ କ'ଣ ଜ୍ଞାନାନନ୍ଦରେ ସେ ଯୁକ୍ତ ହୋଇଥିଲେ, ଜ୍ଞାନ ଅର୍ଜନ ବହୁତ କରିଥିଲେ ହେଲା, ଜ୍ଞାନ ମାର୍ଗରେ ଚାଲୁଥିଲେ ହେଲା, ଜୀବନ୍ମୁକ୍ତ ଅବସ୍ଥାରେ ଥିଲେ ହେଲା। ଜୀବନକୁ କ'ଣ ସେମାନେ ତୁଚ୍ଛ ମଣୁଥିଲେ ହେଲା, ସେମାନେ ସିଦ୍ଧି ପାଇଯାଇଥିଲେ ନା, ତା ଜୀବନକୁ ଜୟ କରିଦେଇଥିଲେ, ମାନେ କ'ଣ ସବୁ ପଞ୍ଚ ଇନ୍ଦ୍ରିୟକୁ ଜୟ କରିଦେଇଥିଲେ। ସେଇଥିପାଇଁ ତାପରେ କ'ଣ ହେଇଛି ନା, ସେମାନଙ୍କ ସାଧନାକୁ ପରୀକ୍ଷା କରିବା ପାଇଁ ମହାଦେବଙ୍କ ଏକ ଅଦ୍ଭୁତ ଅଭିଳାଷ ସୃଷ୍ଟି ହେଲା। ସେମାନେ କେତେ ପ୍ରକୃତରେ କେତେ ସିଦ୍ଧି ଅର୍ଜନ କରିଛନ୍ତି ହେଲା। ପାଞ୍ଚଟା ଇନ୍ଦ୍ରିୟ, ପଞ୍ଚ ଇନ୍ଦ୍ରିୟ ଉପରେ ସେ କେତେ ତାଙ୍କର କ'ଣ ବଶ ଅଛି, ସେଇଟାକୁ ଜାଣିବା ପାଇଁ କ'ଣ ମହାଦେବ ଗୋଟେ ଅଭିଳାଷ ପୋଷଣ କଲେ, ଗୋଟେ ମନରେ ଚିନ୍ତା କରିଛନ୍ତି। ବାହାରକୁ ନିର୍ବିଚଳ ତଥା ସିଦ୍ଧ ଭଳି ଦିଶୁଥିବା ଏହି ସାଧକମାନଙ୍କର ଅନ୍ତଃକରଣ ପରୀକ୍ଷା କରିବା ପାଇଁ ଶିବଙ୍କର ଏକ ବିଚିତ୍ର ଆକାଂକ୍ଷା ଜାଗରିତ ହେଲା ହେଲା। କ'ଣ କହିଲେ? ବାହାରକୁ ନିର୍ବିଚଳ ତଥା ସିଦ୍ଧ ଭଳି ଦିଶୁଥିବା ଏହି ସାଧକମାନଙ୍କ ଅନ୍ତଃକରଣ ପରୀକ୍ଷା କରିବା ପାଇଁ ହେଲା। ବାହାରକୁ ତ ଦେଖାଉଛନ୍ତି ସେମାନେ ସିଦ୍ଧ ପ୍ରାପ୍ତି କରିଛନ୍ତି ବୋଲି, କିନ୍ତୁ ପ୍ରକୃତରେ ସେ ଅନ୍ତରରୁ ହେଲା, ନିଜ ଭିତରୁ ସେ କେତେ ଏଥିରେ ସିଦ୍ଧିପ୍ରାପ୍ତ ପାଇଛନ୍ତି, ସିଦ୍ଧି ଅର୍ଜନ କରିଛନ୍ତି, ସେଇଟା ଜାଣିବା ପାଇଁ ଶିବଙ୍କର କ'ଣ ହେଇଛି? ଆକାଂକ୍ଷା ହେଇଛି, ଇଚ୍ଛା ହେଇଛି, ଆଉ ସେ କିଛି ପରୀକ୍ଷା କରିବାକୁ ଚାହିଁଛନ୍ତି ହେଲା। ତାପରେ କ'ଣ ଦେଖ, ଏହାର ପରିପୂର୍ତ୍ତି ପାଇଁ ସେ ପାର୍ବତୀଙ୍କୁ ଗୋପନରେ ଡାକି ଆପଣାର ଅଭିଳାଷ ଜ୍ଞାପନ କଲେ, ତଦନୁଯାୟୀ କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ କହିଲେ ହେଲା। କହିଲେ କ'ଣ ନା, ଏହା ପାଇଁ ଯେଉଁ ତାଙ୍କ ମନରେ ଆକାଂକ୍ଷା ଜାଗ୍ରତ ହେଇଛି କି ସେ ରୁଦ୍ର ସିଦ୍ଧମାନଙ୍କୁ ସେମାନଙ୍କୁ ସେ କ'ଣ କରିବେ ନା, ପରୀକ୍ଷା କରିବେ ବୋଲି। ତ ସେଇଥିପାଇଁ ସେ ପାର୍ବତୀଙ୍କୁ ଡାକିକିରି ନିଜର ଇଚ୍ଛା ପ୍ରକାଶ କରିଛନ୍ତି, କହିଛନ୍ତି। ପାର୍ବତୀଙ୍କୁ କହିଛନ୍ତି କ'ଣ ନା, ତା ଅନୁଯାୟୀ ଯେଉଁଟା ଆମେ ତାଙ୍କୁ ପରୀକ୍ଷା କରିବା ପାଇଁ ଯାହା କରିବା, ସେଇ କାର୍ଯ୍ୟପନ୍ଥା ଅନୁଯାୟୀ ଶୀଘ୍ର କ'ଣ କର, କାର୍ଯ୍ୟପନ୍ଥା ଗ୍ରହଣ କର ବୋଲି ହେଲା କୁହାଯାଇଛି। ଏଥିପାଇଁ ଆତ୍ମକୌତୁକ କ୍ରୀଡ଼ା ମାଧ୍ୟମରେ ପାର୍ବତୀ କେବଳ ମୁହୂର୍ତ୍ତେ ମାତ୍ର ଧ୍ୟାନରେ ରହି ଆପଣା ମନରୁ ଏକ ଦିବ୍ୟ ସୁନ୍ଦରୀ କନ୍ୟା ସୃଷ୍ଟି କଲେ। ଦେଖନ୍ତୁ ପାର୍ବତୀ କ'ଣ କଲେ ନା,
ଗୋଟେ ଆତ୍ମକୌତୁକ କ୍ରୀଡ଼ା, ଗୋଟେ ନିଜ ମନ ଖୁସି କରିବା ପାଇଁ ଗୋଟେ କ୍ରୀଡ଼ା, ଗୋଟେ ଖେଳ ଖେଳିବାକୁ ପାର୍ବତୀ ଭାବିଲେ। ଆଉ କ'ଣ କଲେ ନା ନିଜ କିଛି ମୁହୂର୍ତ୍ତ ସେ ଧ୍ୟାନ କରିକି ହେଲା ନିଜେ କ'ଣ କରିଛନ୍ତି ନା ଦିବ୍ୟ ସୁନ୍ଦରୀ କନ୍ୟାଟିଏ ସେ ସୃଷ୍ଟି କରିଛନ୍ତି ହେଲା ପାର୍ବତୀ। ସେହି କନ୍ୟାର ଅପରୂପ ରୂପ ସୁଷମା ସମଗ୍ର ବିଶ୍ୱକୁ ବିମୋହିତ କରିଦେଲା। ସେ ଯେଉଁ କନ୍ୟାଟି କି ପାର୍ବତୀ ଜାତ କଲେ ନିଜ ମନରୁ, ସେ କ'ଣ ଥିଲେ ଏତେ ସୁନ୍ଦର ଥିଲେ, ଅପରୂପା ସୁଷମା ଥିଲେ ଯେ ସେ କ'ଣ କଲେ ନା ବିଶ୍ୱକୁ, ସାରା ବିଶ୍ୱକୁ ସେ ମୋହିତ କରିଦେଇଛନ୍ତି ହେଲା, ବିଶ୍ୱକୁ ମୋହିତ କରିଛନ୍ତି। କପିଳାସରେ ସେହି ଅନୁପମ ମଦ ସଞ୍ଜୀବନୀ କନ୍ୟାକା ଆବିର୍ଭୂତ ହୁଅନ୍ତେ ମଳୟ, କନ୍ଦର୍ପ ଏବଂ ସକଳ ଉଦ୍ଦୀପନ ଉପଚାର ଶିବଙ୍କ ଆକାଂକ୍ଷାରୁ ପରିବେଶକୁ କାମପ୍ରବଣ କରିଦେଲା। ଦେଖ କ'ଣ କହିଛି ନା କପିଳାସର ଯେତେବେଳେ ସେଇଠି କ'ଣ ହେଇଛି, ସେ ଯେଉଁ ସୁନ୍ଦରୀ କନ୍ୟାଟି କ'ଣ କହିଛନ୍ତି ତାଙ୍କ ନା ମଦ ସଞ୍ଜୀବନୀ କନ୍ୟାକା ଆବିର୍ଭୂତ ହୁଏ, ସେ ଯେଉଁ କନ୍ୟାଟି ଆବିର୍ଭୂତ ହେଇଛନ୍ତି ହେଲା, ସେତେବେଳେ କ'ଣ ହେଇଛି ନା ମଳୟ, କନ୍ଦର୍ପ ଏବଂ ସକଳ ଉଦ୍ଦୀପନ, ଅଲମ୍ବନ ଉଦ୍ଦୀପନ ବିଭବ ସବୁ ପଢ଼ିଥିବ ହେଲା, ଉଦ୍ଦୀପନ ଉପଚାର ଶିବଙ୍କ ଆକାଂକ୍ଷାରୁ କ'ଣ ହେଇଛି ପରିବେଶକୁ କାମପ୍ରବଣ କରିଛି ହେଲା। ସେ ଯେଉଁ ଝିଅଟି, ଯେଉଁ ସୁନ୍ଦରୀ ନାରୀଟି ଯେତେବେଳେ ସମସ୍ତେ ତାଙ୍କୁ ଦେଖିଛନ୍ତି, ସେଟା କ'ଣ ହେଇଛି କପିଳାସରେ ସମସ୍ତଙ୍କ ମନରେ ସେ କ'ଣ କରୁଛି ନା ଯେମିତି ମଳୟ, କନ୍ଦର୍ପ, କନ୍ଦର୍ପ ତ ଜାଣିଛନ୍ତି ରତିର ଦେବତା ହେଉଛି କନ୍ଦର୍ପ, ସକଳ ଉଦ୍ଦୀପନ, ସବୁ ଯେତକ ଉଦ୍ଦୀପନ ବିଭବ ଥାଏ ଯେଉଁଟାକି କ'ଣ ଜାଗ୍ରତ କରିଥାଏ ରସକୁ, ସେଇଟା କହିଛି କ'ଣ, ସେ କ'ଣ କରିଛନ୍ତି ସବୁ ଜାଗ୍ରତ ହେଇଯାଇଛି ହେଲା, କାମପ୍ରବଣ କରିଦେଇଛନ୍ତି ସମସ୍ତଙ୍କୁ, କାମପ୍ରବଣ ହେଲା, ସମସ୍ତେ ତାଙ୍କ ପ୍ରତି ଆସକ୍ତ ହେଇଛନ୍ତି। ତାପରେ କହିଲା କନ୍ଦର୍ପ ବିନାଶକ ଶିବ ମଧ୍ୟ ଏହି ପ୍ରଭାବରୁ ଆପଣଙ୍କୁ ମୁକ୍ତ କରି ନ ପାରି ମୋହବଶତଃ ପାର୍ବତୀଙ୍କୁ ଆଲିଙ୍ଗନ କଲେ ହେଲା। କ'ଣ ହେଇଛି ନା କନ୍ଦର୍ପ ବିନାଶକ ଶିବ, କନ୍ଦର୍ପକୁ ଶିବ ବିନାଶ କରିଥିଲେ ଏଇଟା ଜାଣିଥିବ ହେଲା, କନ୍ଦର୍ପକୁ ବିନାଶ କରିପାରନ୍ତି ଶିବ ହେଲା, ତାଙ୍କୁ କନ୍ଦର୍ପଙ୍କ ସ୍ୱର ଶିବଙ୍କ ପାଖରେ କିଛି କାର୍ଯ୍ୟ କରେନି, କିନ୍ତୁ ଆଜି ସେ କନ୍ୟାକୁ ଦେଖିକି ଶିବ ମଧ୍ୟ କ'ଣ କରିଛନ୍ତି ନା ମୋହରେ ବଶୀଭୂତ ହେଇଛନ୍ତି ହେଲା, ମୋହିତ ହେଇଯାଇଛନ୍ତି। ଆଉ କ'ଣ କରିଛନ୍ତି ନା ପାର୍ବତୀଙ୍କୁ ଆଲିଙ୍ଗନ କରିଛନ୍ତି, ପାର୍ବତୀଙ୍କୁ ଆଲିଙ୍ଗନ କରିଛନ୍ତି। ତାପରେ ଦେଖ କ'ଣ ହେଲା, ଏଇଟା ଟିକେ ବଡ଼ ଅଛି ପିଲାମାନେ, ଆମେ ଟିକେ ପାର୍ଟ 1, 2, 3 ପର୍ଯ୍ୟନ୍ତ ଟିକେ ପଢ଼ିବା ହେଲା। ଏହି ଅପରୂପା ରୂପବତୀ କନ୍ୟାକୁ ଦେଖି ସିଦ୍ଧ ରୁଦ୍ରଗଣଙ୍କ ସମାଧି ଭାଙ୍ଗିଗଲା, ମାତ୍ର ସେମାନେ ଏହି ପ୍ରାଥମିକ ବିଚଳନ ଅବସ୍ଥାକୁ ଧୈର୍ଯ୍ୟ ଅବଲମ୍ବନ ପୂର୍ବକ ସହ୍ୟ କରିନେଲେ ହେଲା। କ'ଣ କହିଲା, ଏହି ଅପରୂପା ପାର୍ବତୀ କନ୍ୟାକୁ ଦେଖିକି କ'ଣ ହେଇଛି, ରୁଦ୍ରଗଣ ଯେଉଁମାନେ ଥିଲେ ସେମାନଙ୍କର ସମାଧି ଭଙ୍ଗ ହେଇଯାଇଛି ହେଲା। ସେମାନଙ୍କୁ ପରୀକ୍ଷା କରିବା ପାଇଁ ପାର୍ବତୀ ଆଉ ଶିବ କ'ଣ କରିଥିଲେ, ଏକୁ ପ୍ରୟୋଗ କରିଥିଲେ ହେଲା, ତାଙ୍କୁ ଦେଖିକି ଆଙ୍କର କ'ଣ ହେଇଛି ନା ସମାଧି ଭଙ୍ଗ ହେଇଯାଇଛି, ମାତ୍ର ସେମାନେ ଏହି ପ୍ରାଥମିକ ବିଚଳନ ଅବସ୍ଥାକୁ ଧୈର୍ଯ୍ୟ ଅବଲମ୍ବନ ପୂର୍ବକ ସହ୍ୟ କରିନେଇଛନ୍ତି ହେଲା। ତଥାପି ତାଙ୍କ ସମାଧି ସିନା ଭାଙ୍ଗି ଯାଇଛି, କିନ୍ତୁ ସେ କ'ଣ କରିଛନ୍ତି ନା ତାଙ୍କର ଯେଉଁ ମନକୁ ବିଚଳିତ କରିବା ପାଇଁ ଯେଉଁ ଆସିଛି ହେଲା, ସେଇ ନାରୀଟି ସେ କ'ଣ କରିଛନ୍ତି, ତାକୁ ଜାଣିପାରିକି ସେମାନେ ଧୈର୍ଯ୍ୟ ଧରିକି ତାକୁ ସେ କ'ଣ କରିଛନ୍ତି ନା ସହି ନେଇଯାଇଛନ୍ତି ସେଟାକୁ ହେଲା, କିନ୍ତୁ ପ୍ରକାଶ କରିନାହାନ୍ତି ତାଙ୍କ ଭିତରେ କାମ ପ୍ରବୃତ୍ତି ଆସୁଛି ବୋଲିକି, କି ତାଙ୍କ ପ୍ରତି ଦୁର୍ବଳତା ଆସୁଛି ବୋଲିକି ସେ ତାକୁ ଆଉ ପ୍ରକାଶ କରିନାହାନ୍ତି, ତାକୁ ସେ କ'ଣ ସହ୍ୟ କରି ନେଇଯାଇଛନ୍ତି। ତାପରେ କ'ଣ ଜ୍ଞାନ ତଥା ଯୋଗକୁ ବିନାଶ କରିବା ପାଇଁ ଏହା ଯେ ମୃଗତୃଷ୍ଣା ଭଳି ସିଦ୍ଧଗଣ ଏହା ଅନୁମାନ କରିନେଲେ ହେଲା। କହିଲା ଜ୍ଞାନ ତଥା ଯୋଗକୁ ବିନାଶ କରିବା ପାଇଁ, ଜ୍ଞାନ ଆଉ ଯୋଗକୁ ବିନାଶ କରିବା ପାଇଁ କ'ଣ ନା ଏହା ଯେ ମୃଗତୃଷ୍ଣା ଭଳି ହେଇଛି ହେଲା। ମୃଗତୃଷ୍ଣା ମାନେ କ'ଣ ମାନେ ମୃଗତୃଷ୍ଣା ମାନେ ଶୋଷିଲାକୁ ଯେମିତି ପାଣି ମିଳିଗଲେ ସେ କ'ଣ ତାକୁ ଛାଡ଼ିବ କି ହେଲା, ସେଇ କଥା କହିଛନ୍ତି ନା ମୃଗତୃଷ୍ଣା ଭଳି ସିଦ୍ଧଗଣ ଏହା ଅନୁମାନ କରିନେଲେ ହେଲା। ମୃଗତୃଷ୍ଣା ଭଳି ମାନେ କ'ଣ, ହଁ ମୃଗତୃଷ୍ଣା ମାନେ ହେଉଛି କ'ଣ ନା ଯେଉଁ ଦୂରରୁ ଦେଖିବ ଯେମିତି ପାଣି ଦେଖାଉଥିବ, ମରୁଭୂମିରେ ଯେମିତି ପାଣି ଦେଖାଉଥିବ କିନ୍ତୁ ପାଖକୁ ଗଲାବେଳକୁ ସେଇଟା ପାଣି ନଥିବ ହେଲା, ସେହିପରି ମୃଗତୃଷ୍ଣା ଭଳି ସିଦ୍ଧଗଣ ଏହା ଅନୁମାନ କରିନେଲେ, ଜାଣିଗଲେ କି ଏମିତି ଗୋଟେ କିଛି ହେଇଛି ବୋଲି ହେଲା।
ତାପରେ ମାନେ କେହି କେହି ଏହି ଅପରୂପ ସୌନ୍ଦର୍ଯ୍ୟକୁ ଭ୍ରମ ବୋଲି ବିଚାର କଲେ। କେହି କେହି କ'ଣ କରୁଛନ୍ତି, ଏଇ ଯେଉଁ ଅପରୂପ ସୌନ୍ଦର୍ଯ୍ୟକୁ ଗୋଟେ ଭ୍ରମ ବୋଲି ଭାବିଲେ କି ଏଇଟା ବୋଧେ ଆମର ଗୋଟେ ମନର ଭ୍ରମ ହେଲା। କେହି ବା ଜଗତକୁ ଭ୍ରମମୟ ବିଚାର କରି ମାୟା କନ୍ୟାକୁ ଆତ୍ମାର ଏକ ଅଂଶ ବୋଲି ବିଚାର ଆପଣଙ୍କୁ ସଂଯତ କରିନେଲେ। କହିବା ଜଗତକୁ ବ୍ରହ୍ମମୟ ବିଚାର କରି କ'ଣ କଲେ ନା, ମାୟା କନ୍ୟାକୁ ଆତ୍ମାର ଏକ ଅଂଶ ବୋଲି ବିଚାରି ଆପଣଙ୍କୁ ସଂଯତ କରିନେଲେ। ଭାବିଲେ କ'ଣ କି ଯେଉଁ କନ୍ୟାଟି ମାୟା କନ୍ୟାଟି ଆସିଛି, ଇଏ ଗୋଟେ କ'ଣ, ଏ ଗୋଟେ ମାୟା ରୂପକ କନ୍ୟା ହେଲା। ଆକୁ ଭାବିକି ସେ କ'ଣ କଲେ, ନିଜ ମନକୁ ସେ ସଂଯତ କରିଦେଇଛନ୍ତି। ଶିବଙ୍କର କୃପାରୁ ସକଳ ସିଦ୍ଧି ରୁଦ୍ରଗଣ ଯଦିଓ ମାୟା କନ୍ୟାର ମୋହ କଟାକ୍ଷରୁ ଆପଣଙ୍କୁ ମୁକ୍ତ କରିପାରିଲେ, ଅନ୍ୟତମ ରୁଦ୍ରଗଣ ଅଭିନବ ଚୈତନ୍ୟ ମାୟା କନ୍ୟାକୁ ଦେଖି ସାରିବା ପରେ ଆପଣାର ସ୍ୱରୂପ ସିଦ୍ଧି ସ୍ଥିତିକୁ ବିସ୍ତୃତ ହୋଇଗଲେ ହେଲା। ହଁ, କ'ଣ ହେଇଛି ଦେଖନ୍ତୁ, ଶିବଙ୍କର କୃପାରୁ ସକଳ ସିଦ୍ଧ ରୁଦ୍ରଗଣ ଯଦିଓ ମାୟା କନ୍ୟାର ମୋହ କଟାକ୍ଷରୁ ଆପଣଙ୍କୁ ମୁକ୍ତ କରିପାରିଲେ, ଅନ୍ୟତମ ରୁଦ୍ରଗଣ ଅଭିନବ ଚୈତନ୍ୟ, ଦେଖ ଅଭିନବ ଚୈତନ୍ୟ କଥା କହିଲେ, ଅନ୍ୟତମ ରୁଦ୍ରଗଣ କିଏ ନା ଅଭିନବ ଚୈତନ୍ୟ ମାୟା କନ୍ୟାକୁ ଦେଖି ସାରିବା ପରେ ଆପଣାର ସ୍ୱରୂପ ସିଦ୍ଧ ସ୍ଥିତିକୁ ବିସ୍ତୃତ ହୋଇଗଲା ହେଲା। ସେ କ'ଣ କରୁଛନ୍ତି ନା, ଅନ୍ୟ ସବୁ ଯେଉଁ ରୁଦ୍ରଗଣ ଥିଲେ ସେମାନେ ତ ମାୟା କନ୍ୟାକୁ ଦେଖି କ'ଣ ନିଜକୁ କ'ଣ କଲେ, ଅଟକେଇ ଦେଲେ ହେଲା, ନିଜକୁ ସେ ସଂଯତ କରିଦେଲେ। କିନ୍ତୁ ଆଉ ଜଣେ ଯେଉଁ ଥିଲେ କି ରୁଦ୍ରଗଣ ଥିଲେଙ୍କ ମଧ୍ୟରୁ ଆଉ ଜଣେ ଥିଲେ ଅଭିନବ ଚୈତନ୍ୟ, ସିଏ କ'ଣ କଲେ ନା ଆପଣାର ସ୍ୱରୂପ ସିଦ୍ଧ ସ୍ଥିତିକୁ ବିସ୍ତୃତ ହୋଇଗଲେ ହେଲା। ନିଜର ସ୍ୱରୂପ ସିଦ୍ଧ ସ୍ଥିତିକୁ ସେ ବିସ୍ତୃତ ହୋଇଗଲେ। ସେ ମାନେ ତାଙ୍କର ଭୁଲିଗଲେ କି ମୁଁ ଜଣେ ସିଦ୍ଧ କ'ଣ ରୁଦ୍ର ବୋଲି ହେଲା, ରୁଦ୍ରଗଣ ବୋଲି ସେ ଭୁଲିଗଲେ। କ'ଣ ହେଇଥିଲା ତାପରେ, ତାହାର ଏହି ସ୍ଖଳିତ ସ୍ଥିତିର ଚିତ୍ର ନାରାୟଣାନନ୍ଦଙ୍କ ଲେଖନରେ ଅତ୍ୟନ୍ତ କାବ୍ୟିକ ରୂପ ଗ୍ରହଣ କରିଛି। ତାପରେ କହିଲେ ଏହିପରି ଯେଉଁ ସ୍ଖଳିତ ଚିତ୍ର, ଏହିପରି ଅଭିନବ ଚୈତନ୍ୟଙ୍କର ଯେଉଁ ଚିତ୍ର, ଏଇ ନାରାୟଣାନନ୍ଦ ଅବଧ ସ୍ୱାମୀ ଯେ ସେ କ'ଣ କରୁଛନ୍ତି, ଆକୁ ନିରୂପଣ କରୁଛନ୍ତି କ'ଣ ନା, ତାର ଏହି ତପନ ଦେଖି ଶିବ ତାର ଏହି ପତନ ଦେଖି ଶିବ ତାର ଦୁର୍ବଳ ଚିତ୍ତବୃତ୍ତି ସମ୍ପର୍କରେ ତାକୁ ସଚେତନ କରି ଏ ଅବସ୍ଥା ପାଇଁ ତାକୁ ଦୋଷ ନ ଦେଇ କନ୍ଦର୍ପର ଅସମ୍ପନ୍ନ ପ୍ରଭାବର କଥା କହିଲେ। ଶିବ ଯେତେବେଳେ ଦେଖିଲେ କି ସବୁ ରୁଦ୍ରଗଣ କ'ଣ କଲେ, ନିଜକୁ ସଂଯତ କରିନେଲେ, ଆଉ ସେ ମାୟାବିନୀ ର କ'ଣ ରୂପରେ ସେ ଲୋଭିତ ହେଇନାହାନ୍ତି ବା ଆକର୍ଷିତ ନ ହେଇକି ନିଜକୁ ସଂଯତ କରିପାରୁଛନ୍ତି। କିନ୍ତୁ ଅନ୍ୟ ଜଣେ ଯେ କ'ଣ ଅଭିନବ ଚୈତନ୍ୟ, ସିଏ କ'ଣ କଲେ, ନିଜକୁ ସଂଯତ କରିପାରିଲେନି, ସେ ଭୁଲିଗଲେ କି ସେ ଜଣେ ସିଦ୍ଧ ରୁଦ୍ରଗଣଙ୍କ ମଧ୍ୟରେ ଜଣେ ବୋଲି ହେଲା। ଶିବ ଯେତେବେଳେ ଏଇ ତାଙ୍କର ଦୁର୍ବଳତାକୁ ଦେଖିଛନ୍ତି, କ'ଣ କଲେ, ତାକୁ ସଚେତନ କରି କ'ଣ କଲେ, ଏ ଅବସ୍ଥା ପାଇଁ ତାକୁ ଦୋଷ ନ ଦେଇ କନ୍ଦର୍ପର ସପତ୍ର ପ୍ରଭାବର କଥା କହିଲେ। କ'ଣ କହିଲେ, ସପତ୍ନ ପ୍ରଭାବର କଥା, ମାନେ କନ୍ଦର୍ପ ସେ କହିଲେ କି ଆର କିଛି ଦୋଷ ନାହିଁ, କାହାର ଅଭିନବ ଚୈତନ୍ୟଙ୍କର କିଛି ଦୋଷ ନାହିଁ, ଏଇଟା ହେଉଛି କନ୍ଦର୍ପକୁ ରଚନା କରିଛନ୍ତି ହେଲା। ତାଙ୍କ ଉପରେ କନ୍ଦର୍ପ ଶର ବିଦ୍ଧ କରିଛନ୍ତି। ସାଧୁର ପତନ ଫଳରେ ପରଜନ୍ମରେ ସେ ଶିବଲିଙ୍ଗ ଅଥବା ନୃପତି ହୁଏ। ତେଣୁ ପରଜନ୍ମରେ ଉତ୍ତମ ନରେନ୍ଦ୍ର କୋଳରେ ଜନ୍ମ ହୋଇ ଇପ୍ସିତା କନ୍ୟାକୁ ଲାଭ କରିବ ବୋଲି ପ୍ରବୋଧନା ଦେଲେ। ପୁଣି କ'ଣ କଲେ, ସାଧୁତା ପତନ ଫଳରେ, ତାର ଯେଉଁ ସେ ସାଧୁତା କାହାର ପତନ ହେଇଗଲା, ଅଭିନବ ଚୈତନ୍ୟର ଫଳରେ ପରଜନ୍ମରେ ସେ ଶିବଲିଙ୍ଗ ଅଥବା ନୃପତି ହୁଏ। ସେ କ'ଣ ହୁଏ ନା, ଶିବଲିଙ୍ଗ ଅଥବା ନୃପତି ମାନେ କ'ଣ, ରାଜା ହୁଏ। ତେଣୁ ପରଜନ୍ମରେ ଉତ୍ତମ ନରେନ୍ଦ୍ର କୋଳରେ ଜନ୍ମ ହୋଇ ଇପ୍ସିତା କନ୍ୟାକୁ ଲାଭ କରିବ ବୋଲି ପ୍ରବୋଧନ ଦେଲେ। କିଏ, ସେଇ ଅଭିନବ ଚୈତନ୍ୟ ହେଲା। ମହାବିଷ୍ଟ ଅଭିନବ ଚୈତନ୍ୟ ଗୁରୁଦେବ ଶଙ୍କରଙ୍କର ଏ ପ୍ରକାର ଅଭିଶାପରେ
ବିମୋଚିତ ହୋଇ ତାଙ୍କ ପାଦ ତଳେ ପଡ଼ି ଦୋଷ ପ୍ରାର୍ଥନା କଲା ଏବଂ ଜନ୍ମାଦି ଦୁଃଖକୁ ତାଙ୍କ ସମ୍ମୁଖରେ ବିସ୍ତୃତ ଭାବେ ବର୍ଣ୍ଣନା କଲା। କହିଲେ କ'ଣ ନା ଯେତେବେଳେ ତାର ସାଧୁତା ଯେତେବେଳେ ପତନ ହେଇଗଲା, ଯେତେବେଳେ ଶିବ ନିଜେ ଜାଣିଲେ, ତାପରେ କ'ଣ କଲେ, ତାଙ୍କୁ ଅଭିଶାପ ଦେଲେ। କ'ଣ ଅଭିଶାପ ଦେଲେ ନା ସେ ଯାଇକି କ'ଣ କରିବେ, କ'ଣ ଯାଇ ପୃଥିବୀ ପୃଷ୍ଠରେ ଜନ୍ମଗ୍ରହଣ କରିବେ ଗୋଟେ ରାଜାଙ୍କର ପୁତ୍ର ହିସାବରେ ଜନ୍ମ ଗ୍ରହଣ କରିବେ, ଆଉ ସେଇ କନ୍ୟାକୁ ସେ ବିବାହ କରିବେ ବୋଲି କହିଛନ୍ତି। ଇପ୍ସିତ କନ୍ୟାକୁ, ସେଇ କନ୍ୟାକୁ ସେ ବିବାହ କରିବେ ବୋଲିକି କହିଲେ। ତାପରେ ଯେତେବେଳେ ଶିବଙ୍କର ଏଇ ଅଭିଶାପ ଦେଖିକି ସେ କ'ଣ ନିଜେ ବହୁତ ଦୁଃଖ ପ୍ରକାଶ କରିକି ସେ କ'ଣ କଲେ, ଶିବଙ୍କ ପାଦ ତଳେ ପଡ଼ିଲେ, ପ୍ରାର୍ଥନା କଲେ, ଆଉ ଜନ୍ମାଦି ଦୁଃଖକୁ, ଜନ୍ମ ହେବାର ଯେଉଁ ଦୁଃଖ କଷ୍ଟ ତାକୁ ସେ ବିସ୍ତୃତ ଭାବରେ କହିଛନ୍ତି। ହେଲା, କ'ଣ କହିଛନ୍ତି ନା ପ୍ରଥମେ ମାତୃଗର୍ଭରେ ଥିବା ଅବସ୍ଥାର ଦୁଃଖ, ପରେ ଜନ୍ମ ହେବାର ଦୁଃଖ, ଜନ୍ମ ପରେ ଶୈଶବରୁ ବାର୍ଦ୍ଧକ୍ୟ ତଥା ମୃତ୍ୟୁ ପର୍ଯ୍ୟନ୍ତ ଦେହର ବୁଦ୍ଧିଜନିତ ଦୁଃଖ ଆଦିକୁ ବିସ୍ତୃତ ଭାବେ ଶଙ୍କରଙ୍କ ପାଖରେ ବର୍ଣ୍ଣନା କରି ଏହି ଦୁଃଖକୁ ନିସ୍ତାର କରିବା ପାଇଁ ତାଙ୍କ ପାଖରେ ଆକୁଳ ନିବେଦନ କଲା। ହେଲା, କହିଲେ ଯେତେବେଳେ ସେ କହିଲେ ଯାଇକି ରାଜାଙ୍କ ପୁତ୍ର ଭାବରେ ଜନ୍ମଗ୍ରହଣ କରିବ, ସେତେବେଳେ ସେ କ'ଣ ଏଇଟା ଅଭିଶାପ ମଣିଲେ। ତାପରେ ସେ କ'ଣ କଲେ ନା ଶିବଙ୍କୁ ପ୍ରାର୍ଥନା କଲେ, ଆଉ ଜନ୍ମ ହେବାର ଯେଉଁ କଷ୍ଟ ଦୁଃଖ, ଜନ୍ମ ହେବା ପରେ ଯେତେବେଳେ ମାତୃ ଗର୍ଭରେ ଯେତେବେଳେ ସଞ୍ଚିତ ହେଇକିରି ସନ୍ତାନଟି ରହିଥାଏ, ସେଠି ଯେଉଁ ମଳମୂତ୍ର ଭିତରେ ସେ ବଢ଼ିଥାଏ, ସେ ଯେଉଁ କଷ୍ଟ ଦୁଃଖ ଯନ୍ତ୍ରଣା ତାକୁ ସେ କହିଛନ୍ତି। ଜନ୍ମ ହେବା ପରେ ଯେ ସବୁ ଦୁଃଖ ମିଳିଥାଏ ତାକୁ କହିଛନ୍ତି। ପୁଣି କ'ଣ କହିଛନ୍ତି ନା ଜନ୍ମ ପରୁ ଶୈଶବ ଅବସ୍ଥାରୁ ବାର୍ଦ୍ଧକ୍ୟ, ଶିଶୁରୁ ବୁଢ଼ା ହେବା ପର୍ଯ୍ୟନ୍ତ ଯେତକ କଷ୍ଟ ଯନ୍ତ୍ରଣା ସେ ବିଷୟରେ କହିଛନ୍ତି। ପୁଣି ମୃତ୍ୟୁ ପର୍ଯ୍ୟନ୍ତ, ବୁଢ଼ାରୁ ମୃତ୍ୟୁ ପର୍ଯ୍ୟନ୍ତ ଦେହର ବୃଦ୍ଧିଜନିତ ଯାହା ବି ସବୁ କଷ୍ଟ ଅଛି ତାକୁ ସବୁ ବିସ୍ତୃତ ଭାବରେ ବର୍ଣ୍ଣନା କରିକି କାହାକୁ କହିଛନ୍ତି ନା ଶିବ ଠାକୁରଙ୍କୁ କହିଛନ୍ତି। ଶିବଙ୍କୁ ସନ୍ତୁଷ୍ଟ କରିବା ପାଇଁ ସେ ପଞ୍ଚଶତ ବର୍ଣ୍ଣଭେଦରେ ସ୍ତୁତି ନିବେଦନ କଲେ। ଶିବଙ୍କୁ ସନ୍ତୁଷ୍ଟ କରିବେ କି ଶିବ ତାଙ୍କ ଅଭିଶାପ ଫେରେଇ ନିଅନ୍ତୁ ବୋଲି, ସେଥିପାଇଁ ସେ କ'ଣ କଲେ ଏଇଟା ମନେ ରଖିବେ, 50 ବର୍ଣ୍ଣ ଭେଦରେ ସେ ସ୍ତୁତି ନିବେଦନ କରିଛନ୍ତି ଶିବଙ୍କୁ। ହେଲା, 50 ବର୍ଣ୍ଣରେ। ତାପରେ ଦେଖନ୍ତୁ କ'ଣ ହେଇଛି ନା ତାର ସ୍ତୁତିରେ ସନ୍ତୁଷ୍ଟ ହୋଇ ସଦାଶିବ ତାକୁ କଲ୍ୟାଣ କରି ପ୍ରାରବ୍ଧ ଅବଶ୍ୟ ଭୋଗିବାକୁ ପଡ଼ିବ ବୋଲି ପରାମର୍ଶ ଦେଇ କର୍ମଫଳ ଭୋଗ କରିବାକୁ ପରାମର୍ଶ ଦେଲେ। କହିଲେ ସେ ଅଭିଶାପ ଫେରେଇ ନେଇପାରିବେନି, ସେଥିପାଇଁ କ'ଣ କହିଲେ ନା ଯାହା ତମକୁ ମୁଁ ଅଭିଶାପ ଦେଇଛି ସେଇଟା ତମେ ନିଶ୍ଚିନ୍ତ ଭୋଗ କରିବ। ଆଉ ପରାମର୍ଶ ଦେଲେ କ'ଣ ନା କର୍ମଫଳ ଭୋଗ କରିବାକୁ ପରାମର୍ଶ, ତମର ଯେଉଁ କର୍ମ ତମେ କରିଛ ତାର ଫଳ ତମେ ଭୋଗ କରିବ ବୋଲି ତାଙ୍କୁ ପରାମର୍ଶ ଦେଲେ। ପରବର୍ତ୍ତୀ ଜନ୍ମରେ ପୃଥିବୀର କାଞ୍ଚନକର ଦେଶର ଅମୃତ ତରଙ୍ଗିଣୀ ନଦୀ ତୀରରେ ଉଦୟ ଶୈଳ ଉପରେ ଥିବା ବସୁଧାମଣ୍ଡଳ କଟକର ରାଜା ଅନଙ୍ଗ ପଦ୍ମାକରଙ୍କ ପତ୍ନୀ ଶଶୀପ୍ରଭାଙ୍କ ଗର୍ଭରେ ପ୍ରବେଶ କରିବାକୁ ଏବଂ ଜୀବିତାବସ୍ଥାରେ ଐଶ୍ୱର୍ଯ୍ୟ ଏବଂ ମୃତ୍ୟୁ ପରେ କୈବଲ୍ୟ ଲାଭ କରିବା ପାଇଁ ପରାମର୍ଶ ଦେଲେ। ଦେଖ, ଯେତେବେଳେ ଶିବଙ୍କୁ ସେ ପ୍ରାର୍ଥନା କଲେ, ଶିବ ତାଙ୍କ ପ୍ରାର୍ଥନାରେ ସନ୍ତୁଷ୍ଟ ହେଇଗଲେ ଆଉ କହିଥିଲେ କି ତୋର କର୍ମଫଳ ତୁ ଭୋଗ କରିବୁ, କିନ୍ତୁ ତାପରେ ତୁ ଜନ୍ମ ଗ୍ରହଣ କରିବୁ କ'ଣ ହେବ ନା ପୃଥିବୀର କାଞ୍ଚନକର ଦେଶରେ, ତାଙ୍କୁ କହିଥିଲେ କୋଉଠି ତୁ ଜନ୍ମଗ୍ରହଣ କରିବୁ, କାଞ୍ଚନକର ଦେଶର ଅମୃତ ତରଙ୍ଗିଣୀ ନଦୀ ତୀରରେ, ଗୋଟେ ଅମୃତ ତରଙ୍ଗିଣୀ ନଦୀ ଅଛି, ସେହି ତୀରରେ ଉଦୟ ଶୈଳ ଉପରେ ଥିବା ବସୁଧାମଣ୍ଡଳ। ହେଲା, ବସୁଧାମଣ୍ଡଳ ହେଉଛି ଗୋଟେ କ'ଣ ରାଜ୍ୟ। କହିଲେ ବସୁଧାମଣ୍ଡଳ ରାଜ୍ୟର କଟକର ରାଜା ଅନଙ୍ଗ ପଦ୍ମାଙ୍କର ପତ୍ନୀ ଶଶୀପ୍ରଭାଙ୍କ ଗର୍ଭରେ ପ୍ରବେଶ କରିବାକୁ କହିଛନ୍ତି। କ'ଣ କଟକର ରାଜା ଥିଲେ କିଏ ନା ଅନଙ୍ଗ ପଦ୍ମାକର ପତ୍ନୀ, ଆଉ ତାଙ୍କ ପତ୍ନୀ ହେଉଛନ୍ତି କିଏ ଶଶୀପ୍ରଭା। ହେଲା, ମନେ ରଖିବ। ଯେତେବେଳେ ଅଭିନବ ଚୈତନ୍ୟ କୋଉଠି ଜନ୍ମଗ୍ରହଣ କରିଥିଲେ ନା ପଦ୍ମାକର। ହେଲା, କଟକର ରାଜା ଅନଙ୍ଗ ପଦ୍ମାକର ଏବଂ ତାଙ୍କ ପତ୍ନୀଙ୍କ ନାଁ ହେଉଛି ଶଶୀପ୍ରଭାଙ୍କ ଗର୍ଭରେ ସେ ପ୍ରବେଶ କରିଛନ୍ତି।
ପ୍ରବେଶ କରିବେ। ଆଉ କ'ଣ କରିବେ ନା ଜୀବିତ ଅବସ୍ଥାରେ ସେ ସବୁ ପ୍ରକାର ଐଶ୍ୱର୍ଯ୍ୟ ଭୋଗ କରିବେ ହେଲା, ସୁଖ ଶାନ୍ତି ଐଶ୍ୱର୍ଯ୍ୟ ଭୋଗ କରିବେ, କିନ୍ତୁ ମୃତ୍ୟୁ ପରେ ସେ କୈବଲ୍ୟ ଲାଭ କରିବେ। ମୃତ୍ୟୁ ପରେ ସେ କୈବଲ୍ୟ ଲାଭ କରିବେ ବୋଲି ତାଙ୍କୁ ପରାମର୍ଶ ଦେଇଛନ୍ତି। ତାପରେ କହିଲେ ନିରୁପାୟ ଅଭିନବ ଚୈତନ୍ୟ କାଳ ବିଳମ୍ବ ନ କରି ତାରକ ଧାତୁ ଯୋଗ ବଳରେ ମହାରାଣୀ ଶଶୀପ୍ରଭାଙ୍କ ଗର୍ଭରେ ଅଭିଷ୍ଟ ହେଲେ ହେଲା। ଅଭିନବ ଚୈତନ୍ୟ ଆଉ ବିଳମ୍ବ ନ କରିକି ଜାଣିଲେ ତ ମୋତେ ଏସବୁ ଭୋଗିବାକୁ ପଡ଼ିବ, ତ ସେଥିପାଇଁ ସେ ଆଉ ବିଳମ୍ବ ନ କରି କ'ଣ କଲେ ନା ତାରକ ଧାତୁ ଯୋଗ ବଳରେ ହେଲା, କ'ଣ ତାରକ ଧାତୁ ତା ଯୋଗ ବଳରେ ସେ କ'ଣ କଲେ ଶଶୀପ୍ରଭାଙ୍କ ଗର୍ଭରେ ଯାଇ ପ୍ରବିଷ୍ଟ ହେଲେ, ଯାଇ ପ୍ରବେଶ କରିଛନ୍ତି ଶଶୀପ୍ରଭାଙ୍କ ଗର୍ଭରେ। ଅଭିନବ ଚୈତନ୍ୟର ଆମୋଘ ଧାତୁ ରାଣୀଙ୍କ ଗର୍ଭରେ ପ୍ରବେଶ କରନ୍ତେ ଏହାକୁ ସ୍ୱପ୍ନପ୍ରାୟ ମଣି ରାଣୀ ଉଠି ବସି ରାଜାଙ୍କୁ ସ୍ୱପ୍ନ ବୃତ୍ତାନ୍ତ କହିଲେ ହେଲା। ଯେତେବେଳେ ସେ କ'ଣ ତାରକ ଧାତୁ ଯୋଗରେ ସେ ଆସିକିରି ଚୈତନ୍ୟ କ'ଣ କରିଛନ୍ତି ନା ଅମୋଘ ଧାତୁ ରାଣୀଙ୍କ ଗର୍ଭରେ ଆସି ପ୍ରବେଶ କରିଛନ୍ତି, ସେତେବେଳେ ରାଣୀ କ'ଣ କରିଛନ୍ତି ଏସବୁ ସ୍ୱପ୍ନରେ ଦେଖିଛନ୍ତି। ଆଉ ଯେତେବେଳେ ଭାବିଛନ୍ତି କ'ଣ ଏସବୁ ସ୍ୱପ୍ନ ବୋଲି ଭାବିକି ଆସିକି ଉଠିକି ବସିକି ରାଜାଙ୍କୁ ସେ ସ୍ୱପ୍ନରେ ଯାହା ସବୁ ଦେଖିଲେ ସେସବୁ କଥା କହୁଛନ୍ତି। ରାଣୀଙ୍କୁ ଆଶ୍ୱାସନା ଦେଇ ରାଜା ଅନଙ୍ଗ ପଦ୍ମାକର ପ୍ରଭାତରୁ ରାଣୀଙ୍କ ସ୍ୱପ୍ନଫଳ ବିଚାର ପାଇଁ ଗୁଣଜ୍ଞ ବ୍ରାହ୍ମଣମାନଙ୍କୁ ଡକାଇଲେ। କହିଲେ ରାଣୀ ଏମିତିକା ସ୍ୱପ୍ନ କାହିଁକି ଦେଖିଲେ, ସେ କ'ଣ କରିଛନ୍ତି ନା ରାଜା ପଦ୍ମାକର କ'ଣ କଲେ, ଅନଙ୍ଗ ପଦ୍ମାକର ନା ରାଣୀଙ୍କ ସ୍ୱପ୍ନ ଫଳ ବିଚାର କରିବାକୁ ସେ ଗୁଣଜ୍ଞ ବ୍ରାହ୍ମଣମାନଙ୍କୁ, ଯେଉଁମାନେ ପ୍ରକୃତରେ ଗୁଣୀ ହେଲା ଜାଣିଥାନ୍ତି, ସେଇ ବ୍ରାହ୍ମଣଙ୍କୁ ସେ ଡକାଇଲେ କି ସ୍ୱପ୍ନ କଥା ଶୁଣିକି ସେ ତାଙ୍କୁ କହିବେ ଏହାର କାରଣ କ'ଣ। ବହୁ ଶାସ୍ତ୍ରରେ ବିଦ୍ୱାନ ଏହି ବ୍ରାହ୍ମଣମାନେ ସ୍ୱପ୍ନଦଶା ରାଣୀଙ୍କ ମୁଖରୁ ଶ୍ରବଣ କରି ଏହା ଅତ୍ୟନ୍ତ ଶୁଭସୂଚକ ଏବଂ ଏତେ ଦିନ ପରେ ରାଜାଙ୍କର ପୁତ୍ର ଲାଭ ହେବ ବୋଲି ଭବିଷ୍ୟତ ବାଣୀ କଲେ ହେଲା। ଆଉ ସବୁ ବିଦ୍ୱାନ ମାନେ ଯେଉଁ ଆସିକି ଯେତେବେଳେ ଶୁଣିଲେ କି ରାଣୀ ଏମିତି ସ୍ୱପ୍ନ ଦେଖିଛନ୍ତି ବୋଲି, ସେମାନେ କ'ଣ କଲେ ନା କହିଲେ ଏହା ହେଉଛି ଅତ୍ୟନ୍ତ ଶୁଭସୂଚକ, ଅତ୍ୟନ୍ତ ଶୁଭ ସୂଚନା ଦେବ। ଆଉ କ'ଣ ନା ଏତେ ଦିନ ପରେ ଏବେ ରାଜାଙ୍କ କୋଳରେ ଗୋଟେ ପୁତ୍ର ସନ୍ତାନ ଜାତ ହେବ। ରାଜା ଅନଙ୍ଗ ପଦ୍ମାକର ଏଥିରେ ସନ୍ତୁଷ୍ଟ ହୋଇ ବ୍ରାହ୍ମଣମାନଙ୍କୁ ଦାନ ଦକ୍ଷିଣା ଦେଇ ସନ୍ତାନ ଜନ୍ମର ସେହି ଶୁଭ ବେଳାକୁ ଅପେକ୍ଷା କରି ରହିଲେ ହେଲା। ଦେଖନ୍ତୁ କ'ଣ ହେଲା ତାପରେ କ୍ରମେ ଶଶୀପ୍ରଭାଙ୍କର ଗର୍ଭୋଦୟ ହେଲା ହେଲା। କ୍ରମେ ଶଶୀପ୍ରଭାଙ୍କର ଗର୍ଭୋଦୟ ହେଇଛି, ଗର୍ଭୋଦୟ ହେଲା। ତାଙ୍କର କ'ଣ ହେଇଛି ନା କୁସୁମ କୋମଳ ତନୁ ପଲ୍ଲବୀରେ ନାନା ବିକାର ଦେଖାଦେଲା। ସେହି ବ୍ରହ୍ମ ତେଜକୁ ଧାରଣ କରିବା ହେତୁ ସେ ଅତ୍ୟନ୍ତ କଷ୍ଟ ଭୋଗିଲେ। ସେ ଯେଉଁ ବ୍ରହ୍ମ ତେଜକୁ ସେ ତାଙ୍କ ଗର୍ଭରେ ଯେଉଁ ଧାରଣ କରିଛନ୍ତି, ସେଇଥିପାଇଁ ସେ କ'ଣ ବହୁତ କଷ୍ଟ ସହିବାକୁ ପଡ଼ୁଛି ହେଲା। କାହାକୁ? ରାଣୀ ଶଶୀପ୍ରଭାଙ୍କୁ ହେଲା। ତାପରେ କ'ଣ ରାଣୀଙ୍କର ଏହି କଷ୍ଟ ଦେଖି ରାଜା ଅନଙ୍ଗ ପଦ୍ମାକର ତାର ଅପନୋଦନ ପାଇଁ ପରମ ସୂଚିବନ୍ତ ହୋଇ ନିର୍ଜନ ଦେବ ମଣ୍ଡପରେ ମାନସିକ ପୂଜା ବିଧାନ ଆରମ୍ଭ କଲେ ହେଲା। ସେ କ'ଣ କଲେ ନା ଯଦି ଦେଖିଲେ ରାଣୀଙ୍କର ଏତେ କଷ୍ଟ ହେଉଛି, ରାଜା କ'ଣ କଲେ, ରାଜା କିଏ ନା ଅନଙ୍ଗ ପଦ୍ମାକର ହେଲା। ରାଜା କ'ଣ କଲେ ନା ଯାଇକି ମନ୍ଦିରରେ ପରମ ସୂଚିବନ୍ତ ହେଇକି, ବହୁତ ସୂଚିବନ୍ତ ହେଇକି ମାନେ କ'ଣ ପବିତ୍ରତା ପବିତ୍ର ହେଇକି ସେ କ'ଣ କରିଛନ୍ତି ନା ମାନସିକ ପୂଜା ବିଧାନ ଆରମ୍ଭ କରିଛନ୍ତି। କ'ଣ କରିଛନ୍ତି ପୂଜା ବିଧାନରେ? ପ୍ରଥମେ ମନ ମଧ୍ୟରେ ରାଜା ସାତ ଲୋକର ନିମ୍ନ ଭାଗରେ ଏକ ନିର୍ମଳ ଚିଦାକାଶ କଳ୍ପନା କଲେ। ପ୍ରଥମେ ସେ କ'ଣ କରିଛନ୍ତି? ପ୍ରଥମେ କ'ଣ କରିଛନ୍ତି ନା ସାତ ଲୋକର ନିମ୍ନ ଭାଗରେ ଏକ ନିର୍ମଳ ଚିଦାଭାସ କଳ୍ପନା କରିଛନ୍ତି ହେଲା। ତାଙ୍କ ମନରେ ସବୁ କଳ୍ପନା କରିଚାଲିଛନ୍ତି। ଦେଖନ୍ତୁ ତାପରେ କ'ଣ ହେଇଛି ନା ତା ଉପରେ କାରୁଣ୍ୟ ଜଳର କଳ୍ପନା କରିଛନ୍ତି ହେଲା। ତା ଉପରେ କାରୁଣ୍ୟ ଜଳର କଳ୍ପନା କରିଛନ୍ତି। ଜଳକୁ ଭଗବାନଙ୍କ ରୋମମୂଳର ସ୍ୱେଦ କଣିକା ବୋଲି କଳ୍ପନା କରିଛନ୍ତି। ଯେଉଁ କାରୁଣ୍ୟ ଜଳ କଳ୍ପନା କରିଛନ୍ତି, ସେ ଜଳକୁ କାହା ସହିତ ତୁଳନା କରିଛନ୍ତି ନା ଭଗବାନଙ୍କ ରୋମମୂଳର ସ୍ୱେଦ କଣିକା। ସ୍ୱେଦ କଣିକା ମାନେ କ'ଣ? ଝାଳ ଯେଉଁ ଭଗବାନଙ୍କର ହେଲା, ସେ ସ୍ୱେଦ କଣିକା ବା ଝାଳ ସହିତ ସେ ତୁଳନା କଲେ। ତାପରେ କହିଲେ
ସେହିଠାରୁ ଭଗବାନଙ୍କର ନାଭି ପଦ୍ମର ଛବି ମନକୁ ଆଣିଲେ। ପୁଣି ଥରେ ପୁଣି ମନକୁ କ'ଣ ଆଣିଲେ ନା ଭଗବାନଙ୍କର ନାଭି ପଦ୍ମ, ଭଗବାନଙ୍କ ପଦ୍ମ ନାଭିରୁ ଯେଉଁ ପଦ୍ମ ଜାତ ହେଇଥିଲେ ବ୍ରହ୍ମା ବିଷ୍ଣୁ ମହେଶ୍ୱର ସେଥିରୁ ହେଇଥିଲେ ନା ନାହିଁ, ସେଠୁ ସେଇଥିରୁ କହିଲେ ବ୍ରହ୍ମାଙ୍କର ସୃଷ୍ଟି ସେଇଠୁ ହେଇଥିଲା। ସେଇ କହିଲେ ନାଭି ପଦ୍ମର ଛବିକୁ ତାଙ୍କ ମନକୁ ଆଣିଲେ, ତାଙ୍କ ମନକୁ ସେଇ ଛବିଟା ଆଣି ସେ ମନରେ ଭାବୁଛନ୍ତି। ସେହି ନାଭି ପଦ୍ମରୁ କ୍ଷରୁଥିବା ମକରନ୍ଦ କଣିକାରେ ବ୍ରହ୍ମାଣ୍ଡ ଧୋଇବାର କଳ୍ପନା କଲେ। ପୁଣି କ'ଣ କଲେ ନା ସେ ଯେଉଁ ନାଭି ପଦ୍ମରୁ, ଭଗବାନଙ୍କ ନାଭି ପଦ୍ମରୁ କ'ଣ କ୍ଷରଣ ହେଉଛି, କ୍ଷରୁଥିବା ବାହାରୁଥିବା ନିର୍ଗତ ହେଉଛି କ'ଣ ନା ମକରନ୍ଦ। ମକରନ୍ଦ ମାନେ କ'ଣ? ଅମୃତ। ଏ ଯେଉଁ ଅମୃତଟା ବାହାରୁଛି ସେଇଥିରେ ସେ କ'ଣ କଳ୍ପନା କଲେ ନା ବ୍ରହ୍ମାଣ୍ଡକୁ ଧୋଇଲେ। ଯେମିତି ସେଇ ଅମୃତରେ ସେ ବ୍ରହ୍ମାଣ୍ଡକୁ ଧୋଉଛନ୍ତି ସେହିପରି ସେ ନିଜ ମନରେ କଳ୍ପନା କଲେ। ପୁଣି କ'ଣ କଲେ? ଏହି ବ୍ରହ୍ମାଣ୍ଡ ପଦ୍ମଭବ ନାମରେ ନାମିତ କଲେ। ଏଇ ବ୍ରହ୍ମାଣ୍ଡ ଯେଉଁ ବ୍ରହ୍ମାଣ୍ଡକୁ ସେ ଧୋଇଛନ୍ତି କି କ'ଣ ସେ ପଦ୍ମରୁ ନିର୍ଗତ ହେଉ, ନାଭି ପଦ୍ମରୁ ନିର୍ଗତ ହେଉଥିବା କ'ଣ ମକରନ୍ଦରେ ସେଇଆକୁ ସେ କ'ଣ କରିଛନ୍ତି ନା କହିଛନ୍ତି ପଦ୍ମଭବ ବୋଲି ତାର ନାମ ଦେଇଛନ୍ତି। ସେ ବ୍ରହ୍ମାଣ୍ଡର ନାମ କ'ଣ ଦେଇଛନ୍ତି ନା ପଦ୍ମଭବ। ସେହି ପଦ୍ମଭବ ବ୍ରହ୍ମାଣ୍ଡ ତଳେ ମହାଜଳ ମଧ୍ୟରେ ଏକ କମଠର କଳ୍ପନା କଲେ, ଯାହାର ନିଶ୍ୱାସରେ 7 ଲୋକ ରହିଥିବାର ବିଚାର କଲେ। ହେଲା, କ'ଣ କଲେ ନା ସେହି ପଦ୍ମଭବ ଯେଉଁଟା ପଦ୍ମଭବ ବ୍ରହ୍ମାଣ୍ଡ କଥା ସେ ମନରେ ଚିନ୍ତା କଲେ, ସେଇଟାକୁ ସେ କ'ଣ କଲେ ତଳେ ମହାରାଜ ମଧ୍ୟରେ ଏକ କମଠର କଳ୍ପନା କଲେ। ପୁଣି ଗୋଟେ କମଠର ଗୋଟେ କ'ଣ କଳ୍ପନା କଲେ, ଯାହାଦ୍ୱାରା ସେ କ'ଣ କଲେ ନିଶ୍ୱାସରେ 7 ଲୋକ ରହିଥିବାର ବିଚାର କଲେ। ହେଲା, ସେ କ'ଣ କଲେ କଳ୍ପନା କରି କହିଲେ ଯାହାର ନିଶ୍ୱାସରେ 7 ଲୋକ ରହିଥିବାର ସେ ବିଚାର କଲେ। ସେହି କମଠର 8 ପାଖରେ 8 ଗୋଟି ହାତୀର କଳ୍ପନା କଲେ। ହେଲା, ସେ ଗୋଟେ କମଠରର କଳ୍ପନା କଲେ। ତାପରେ ସେ କମଠରର 8 ପାଖରେ, ହେଲା 4 ପାଖ ନୁହେଁ, ଏଠି 8 ପାଖ କୁହାଯାଇଛି। ହେଲା, 8 ପାଖରେ କ'ଣ ହେଇଛି ନା 8ଟି ହାତୀ। ହେଲା, ଗଜ ମାନେ କ'ଣ ହାତୀ। 8ଟି ହାତୀକୁ ସେ କ'ଣ କଲେ ରଖିଛନ୍ତି। ହେଲା, କଳ୍ପନା କରିଛନ୍ତି। ତାପରେ କ'ଣ ହେଲା ନା ଗଜବନ୍ଧ ଧାରଣାରେ ଏହି 8 ଗଜଙ୍କୁ ଯଥାବିଧି ପୂଜା କରି କମଠର ଉପରେ 8 ଗୋଟି ହସ୍ତୀ ଏକ ମଣ୍ଡୁକକୁ ଧରିଥିବାର କଳ୍ପନା କଲେ। ପୁଣି କ'ଣ କଳ୍ପନା କରିଛନ୍ତି ନା ଏଇ ଯେଉଁ କ'ଣ ଜଗବନ୍ଧ ଧାରଣା କରିଛନ୍ତି, ଜଗବନ୍ଧ ଧାରଣା କରିକି ରଖିଛନ୍ତି ମନରେ, ସେଇଟା କ'ଣ ନା 8ଟି ଯେଉଁ ଗଜ ତାଙ୍କ ଚାରିପାଖରେ ରହିଛି, କାହା ଚାରିପାଖରେ କମଠର ଚାରିପାଖରେ ସେଇ ଯେଉଁ 8ଟି ହସ୍ତୀ। ହେଲା, 8ଟି ହସ୍ତୀ କ'ଣ କରିଛନ୍ତି ଏକ ମଣ୍ଡୁକକୁ ଧରିଥିବାର କଳ୍ପନା କଲେ। ସେ 8ଟା ହସ୍ତୀ କ'ଣ କରିଛନ୍ତି ନା ଗୋଟିଏ ମଣ୍ଡୁକ ବେଙ୍ଗକୁ ସେ ଧରିଛନ୍ତି। ହେଲା, ଧରିଥିବାର କଳ୍ପନା କରିଛନ୍ତି। ମଣ୍ଡୁକର ବର୍ଣ୍ଣନା କବି ଲେଖନୀରେ କାବ୍ୟିକ ରୂପ ପରିଗ୍ରହଣ କରିଛି। ହେଲା, ସେ କହିଛନ୍ତି ମଣ୍ଡୁକର ଯେଉଁ ବର୍ଣ୍ଣନାଟା କବି କରିଛନ୍ତି ଏଇଟା କେମିତି ନା ଗୋଟେ କାବ୍ୟିକ ରୂପ ପରିଗ୍ରହଣ କରିଛି, ଖାଲି କେବଳ ଗୋଟେ ମଣ୍ଡୁକର ବର୍ଣ୍ଣନାଟା। ହେଲା, ତାପରେ କ'ଣ ହେଇଛି ଦେଖ, ଏହି ମଣ୍ଡୁକକୁ ମଣ୍ଡୁକ ଧାରଣାରେ ବିଧି ମତେ ପୂଜା କରିସାରିବା ପରେ ସେହି ମଣ୍ଡୁକ ନିକଟରେ ରାଜା ଏକ ପଦ୍ମ ଫୁଲର କଳ୍ପନା କରିଛନ୍ତି, ଯାହା ସୁନାରେ ତିଆରି ଏବଂ ତାର ନାଡ଼ 60,000 ହାତ ବିଶିଷ୍ଟ। ହେଲା, ଦେଖ ସେ କ'ଣ ପୁଣି କଳ୍ପନା କରିଛନ୍ତି, ଯେତେବେଳେ ଏହି ମଣ୍ଡୁକ କଥା ଯେତେବେଳେ ମଣ୍ଡୁକକୁ ଧରିଛନ୍ତି କିଏ 8ଟି ହସ୍ତୀ, ତାକୁ ସେ କ'ଣ କହିଲେ ମଣ୍ଡୁକ ଧାରଣା ବୋଲି କହିଲେ। ମାନେ ମଣ୍ଡୁକ କଥା ଚିନ୍ତା କରିଛନ୍ତି ଆଉ ତାକୁ ଧରିଛନ୍ତି କିଏ 8 ଜଣ ହସ୍ତୀ। ବିଧି ମତରେ, ସେଇ ବିଧି ମତରେ କ'ଣ ହେଇଛି ନା ପୂଜା ସରିବା ପରେ ସେହି ମଣ୍ଡୁକ ନିକଟରେ ରାଜା ଏକ ପଦ୍ମ ଫୁଲର କଳ୍ପନା ଯେତେବେଳେ ପୂଜା ବିଧି ସରିଗଲା। ହେଲା, ତାପରେ କ'ଣ ହେଇଛି ନା ସେଇ ଯେଉଁ ମଣ୍ଡୁକ ପାଖରେ ଯେଉଁ ମଣ୍ଡୁକକୁ ଧରିକି ରଖିଥିଲେ କିଏ 8ଟି ହସ୍ତୀ, ସେଇ ମଣ୍ଡୁକ ପାଖରେ ସିଏ ଗୋଟେ ପଦ୍ମ ଫୁଲର କଳ୍ପନା କରିଛନ୍ତି ରାଜା। ହେଲା, କଳ୍ପନା କରିଛନ୍ତି କେମିତିକା ପଦ୍ମ ଫୁଲ, ଯାହାର ନାଡ଼ ପଦ୍ମ ଫୁଲର ଯେଉଁ ନାଡ଼ଟା ସେଇଟା କେତେ ନା 60,000 ହାତ ବିଶିଷ୍ଟ। ହେଲା, ସେ ନାଡ଼ଟି ହେଉଛି 60,000 ହାତ ବିଶିଷ୍ଟ ନାଡ଼ ପଦ୍ମ ଫୁଲର। ଏହି ପାତାଳ ପଦ୍ମ ଅମଳିନ ସୁଗନ୍ଧମୟ। ହେଲା, କହିଲେ ଏଇ ଯେଉଁ ପାତାଳ ପଦ୍ମ ମାନେ 60 ହାତ ଲମ୍ବା
60,000 ହାତ ବିଶିଷ୍ଟ ହେଇଛି, କେତେ ଲମ୍ବା ନାଡ଼ ତାର ହେଇଥିବ। ସେ କହିଛନ୍ତି କି ସେଟା ହେଉଛି ପାତାଳରୁ ଆସିଛି, ସେ ପାତାଳରୁ ସେ ପଦ୍ମ ଫୁଲଟି ଫୁଟିଛି ହେଲା। ସେ ଫୁଲଟି କ'ଣ ନା ଅମଳିନ ହେଲା, ମଳିନହୀନ ଅମଳିନ ଆଉ ସୁଗନ୍ଧମୟ, ଅତି ସୁଗନ୍ଧିତ ସେଇ ପଦ୍ମ ଫୁଲଟି ହେଲା। ତାପରେ କହିଲେ ଦେଖନ୍ତୁ କ'ଣ ହେଲା ନା ଏହାକୁ ଶ୍ରୀ ପଦ୍ମରେ ପୂଜା କରି ଏଥିରେ ଅନନ୍ତ ସ୍ୱରୂପ ପରମେଶ୍ୱର ବିଜୟ କରିଛନ୍ତି ବୋଲି କଳ୍ପନା କଲେ। ଏହାକୁ କ'ଣ କଲେ ନା ଶ୍ରୀ ପଦ୍ମରେ ପୂଜା କରି, ଆକୁ ଶ୍ରୀ ପଦ୍ମରେ ପୂଜା କରିଛନ୍ତି ହେଲା। ଶ୍ରୀ ପଦ୍ମ, ଶ୍ରୀ ମାନେ କ'ଣ ଲକ୍ଷ୍ମୀ ହେଲା, ଲକ୍ଷ୍ମୀଙ୍କ ପାଦ ପଦରେ ତାକୁ ପୂଜା କରିଛନ୍ତି, ଏଥିରେ ଅନନ୍ତ ସ୍ୱରୂପ ପରମେଶ୍ୱର ବିଜୟ କରିଛନ୍ତି ବୋଲି କଳ୍ପନା କଲେ। ଯେତେବେଳେ ୟାକୁ ରଖି ସେ ଲକ୍ଷ୍ମୀଙ୍କ ପାଖରେ ରଖି ପୂଜା କଲେ, ତାପରେ କ'ଣ ହେଲା ସେଠି ଚିନ୍ତା କଲେ କି ଅନନ୍ତ ସ୍ୱରୂପ ପରମେଶ୍ୱର ହେଲା, ଅନନ୍ତର ସ୍ୱରୂପ ପରମେଶ୍ୱର ଭଗବାନ ବିଷ୍ଣୁ ଆସିକିରି କ'ଣ କରିଛନ୍ତି ନା ସେଥିରେ ବିଜୟ କରିଛନ୍ତି ବୋଲି କଳ୍ପନା କରିଛନ୍ତି ହେଲା। ସେହି ଅନନ୍ତ ନାଗକୁ ରାଜା ଯୋଗ ଧ୍ୟାନରେ କ'ଣ କରିଛନ୍ତି ସ୍ମରଣ କଲେ। ସେ ଯେଉଁ ଅନନ୍ତ ନାଗକୁ ହେଲା, ଅନନ୍ତ ନାଗ ଯେଉଁ ପାତାଳରେ ଥାଆନ୍ତି ଅନନ୍ତ ନାଗ, ସେ ଅନନ୍ତ ନାଗ କହିଛନ୍ତି ନା ପାତାଳରୁ ଆସିଛି ପଦ୍ମ ଫୁଲ, ସେଥିପାଇଁ କହିଲେ ସେ ଯେଉଁ ଅନନ୍ତ ନାଗ ଅଛନ୍ତି ରାଜା ତାଙ୍କୁ କ'ଣ କରିଛନ୍ତି ନା ଯୋଗ ଧ୍ୟାନରେ ସ୍ମରଣ କରିଛନ୍ତି ହେଲା, ସ୍ମରଣ କରିଛନ୍ତି। ତାପରେ କ'ଣ କହିଲେ ଯୋଗ ଧ୍ୟାନରେ କଳ୍ପନା କରିସାରିବା ପରେ ସେହି ପରମ ପୁରୁଷ ଅନନ୍ତ ନାଗକୁ ପୁରୁଷ ସୂକ୍ତ ଅନୁସାରେ ଆକାଶ ଗଙ୍ଗାରୁ ଜଳ କ୍ଷରିତ କରି ମାନସିକ ପୂଜା କଲେ ହେଲା। ସେ ଯେଉଁ କ'ଣ ଯେଉଁ କଳ୍ପନା କରିଛନ୍ତି ହେଲା, ସେ କଳ୍ପନା କରିସାରିବା ପରେ ଏସବୁ କଥା ପରମ ପୁରୁଷ ଅନନ୍ତ ନାଗକୁ, ସେ ଅନନ୍ତ ନାଗ ଯେଉଁ ପରମ ପୁରୁଷ ଅନନ୍ତ ନାଗକୁ ସେ କ'ଣ କରିଛନ୍ତି ପୁରୁଷ ସୂକ୍ତ ବୋଲିକି ଭାବିଛନ୍ତି, ଆଉ ପୁରୁଷ ସୂକ୍ତ ଅନୁସାରେ ଆକାଶର ଗଙ୍ଗାରୁ ଜଳ କ୍ଷରିତ କରି ମାନସିକ ପୂଜା କରିଛନ୍ତି। ପୁଣି ଆକାଶରୁ ସେମିତି କଳ୍ପନା କରିଛନ୍ତି କି ଆକାଶରୁ ଗଙ୍ଗା ଜଳ କ୍ଷରିତ ହେଲା, ନିର୍ଗତ ହେଲା, ସେଇ ଗଙ୍ଗା ଜଳରେ କ'ଣ କଲେ ନା ମାନସିକ ପୂଜାବିଧି କଲେ ଅନନ୍ତ ନାଗକୁ ହେଲା, ମାନସିକ ପୂଜାବିଧି କଲେ। ସେହି ଅନନ୍ତ ନାଗଙ୍କ ଅସଂଖ୍ୟ ଫଣା ମଧ୍ୟରୁ ସବୁ ଉପର ଫଣାରେ ଏକ ଉଜ୍ଜଳ ମଣିକୁ କଳ୍ପନା କଲେ ଏବଂ ତା ଉପରେ ପୃଥିବୀ ଏକ ତିଳ ପ୍ରାୟକ ହୋଇଥିବାର କଳ୍ପନା, ଗୋଟେ ଉଜ୍ଜଳ ମଣିକୁ ସେ କଳ୍ପନା କଲେ ଏବଂ ତା ଉପରେ, ସେଇ ମଣି ଉପରେ ସେ କ'ଣ କଲେ ନା ପୃଥିବୀ ହେଲା, ତା ଉପରେ ପୃଥିବୀ ଏକ ହେଉଛି ତିଳ ପ୍ରାୟକ, ତିଳ ମାନେ କ'ଣ ଛୋଟ ତିଳ, ସୋରିଷ ବିନ୍ଦୁ ଯେମିତି ଛୋଟଟେ ସେମିତି ହେଲା, ଗୋଟେ ଛୋଟ ତିଳ ସହିତ ସେଟା ସମାନ ହେଲା ହୋଇଥିବାର କଳ୍ପନା କରିଛନ୍ତି। ସେ ଯେଉଁ ଉଜ୍ଜଳମଣି ମଣି ଏତେ ବଡ଼ଟେ ଯେ କି ପୃଥିବୀ ତା ସାମ୍ନାରେ ଗୋଟେ ତିଳ ହେଲା, ଛୋଟ ଶସ୍ୟ ସହିତ ସମାନ, ମାନେ ବୀଜ ସହିତ ସମାନ ବୋଲି କହିଛନ୍ତି, କଳ୍ପନା କରିଛନ୍ତି। ତାପରେ କ'ଣ ହେଲା ସେହି ପୃଥିବୀକୁ ଧରିତ୍ରୀ ମନ୍ତ୍ରରେ ପୂଜା କରି ସେହି ପୃଥିବୀ ଉପରେ ଆସନ ମନ୍ତ୍ରରେ ରାଜା ଉପବେଶନ କରିବାର କଳ୍ପନା କଲେ। ପୁଣି କହିଲେ ସେଇ ଯେଉଁ ଛୋଟ ତିଳ ମାତ୍ର ପୃଥିବୀ ଉପରେ ସେ ଧରିତ୍ରୀ ମନ୍ତ୍ରରେ ପୂଜା କଲେ। ସେ ପୁଣି ସେଠି ମନ୍ତ୍ର ପୂଜା କରିଛନ୍ତି କ'ଣ ନା ଧରିତ୍ରୀ ମନ୍ତ୍ର ହେଲା, ଧରିତ୍ରୀ ମନ୍ତ୍ରରେ ପୂଜା କରିଛନ୍ତି। ପୁଣି କହିଛନ୍ତି ସେହି ପୃଥିବୀ ଉପରେ ଆସନ ମନ୍ତ୍ରରେ ହେଲା, ପୁଣି ଆସନ, ସେଇ ପୃଥିବୀ ଉପରେ ଗୋଟେ ଆସନ ମନ୍ତ୍ର ବୋଲୁଛନ୍ତି, ଆସନ ମନ୍ତ୍ରରେ ରାଜା ଉପବେଶନ କରିବାର କଳ୍ପନା କଲେ, ବସିବାର କଳ୍ପନା କଲେ ହେଲା। ତାପରେ କ'ଣ ହେଲା ଆସନରେ ବସିବା କଳ୍ପନା କରି ରାଜା ବିଧି ବିଧାନରେ ଦେବ ଦେବୀଙ୍କୁ ପୂଜା କରି ଶରୀର ମୁଦ୍ରାରେ କ'ଣ କଲେ ଭୂତ ସିଦ୍ଧ କଲେ ହେଲା, ଶରୀର ମୁଦ୍ରାରେ ଭୂତ ସିଦ୍ଧ କଲେ। କ'ଣ ଭୂତ ସିଦ୍ଧ କଲେ ଦେଖ, ଆସନରେ ବସିବାର କଳ୍ପନା କଲେ। ସେ ଯେଉଁ ଆସନ, ସେ ଯେଉଁ ପୃଥିବୀ ଉପରେ ଆସନ ମନ୍ତ୍ର ଜପ କରି ଆସନ କଲେ। ତାପରେ କ'ଣ କଲେ ନା ରାଜା କ'ଣ କଲେ ସେଠି ବସିଲେ, ସେ ଆସନ ଉପରେ ବସିଲେ, ବସିକି କ'ଣ କଲେ ନା ଦେବଦେବୀଙ୍କୁ ପୂଜା କରି ଶରୀର ମୁଦ୍ରାରେ ଭୂତ ସିଦ୍ଧି କଲେ, ଦେବୀ ଦେବୀଙ୍କୁ ପୂଜା କଲେ। ତାପରେ ଶରୀର ମୁଦ୍ରା କଲେ, ଶରୀର ମୁଦ୍ରା କରିକି ସେ କ'ଣ କରିଛନ୍ତି ନା ଭୂତ ସିଦ୍ଧି କଲେ ହେଲା, ପଞ୍ଚଭୂତକୁ ସିଦ୍ଧି କରିବା ପାଇଁ ମୁଦ୍ରାରେ ବସନ୍ତି ସେଇଟା। ଆପଣ ପାଦରୁ ଜାନୁ ପର୍ଯ୍ୟନ୍ତ ପୃଥିବୀର କଳ୍ପନା କରି ତାହାକୁ ଶୋଧ କରିବାର କଳ୍ପନା କଲେ।
से कौन पंचभूत को कल्पना एपटर करुँच है कौन कल्पना कर पादरू जानू पर्यंत है पादरू जानू पर्यंत से पृथ्वी को कल्पना कर पृथ्वीटा हूँ पादरू जानू पर्यंत है जानू मान कौन जंघ जानू पर्यंत तापर कौन कहले ताको भाविकी शोधन कले तापरे जानू गुह्य पर्यंत जल तत्व बोली कल्पना कले है पुणी जानू गुह्य पर्यंत कौन ना जल तत्व भाविकी ताको संशोधन कले है पवित्र कले तापरे गुह्यरू नाभि पर्यंत अग्नि तत्व है पुणी गुह्यरू नाभि पर्यंत कौन कहले ना से अनुभव कौन कल्पना कले ना अग्नि तत्व को गुह्यरू नाभि पर्यंत से कल्पना करछंती पुणी नाभिरू हृदय पर्यंत वायु तत्व हृदय कंठ पर्यंत आकाश तत्व है पुणी नाभिरू कौटी हृदय पर्यंत नाभिरू हृदय पर्यंत से कौन कल्पना कले ना वायु तत्व को कल्पना कले पुणी हृदय कंठ पर्यंत से आकाश तत्व को कल्पना करछंती एवं कंठरू मूर्धना पर्यंत आकाश तत्व करी ए सकल शरीर शुद्ध हेबार कल्पना कले है यही सब चिंता कर कौन ना पादरू जानू पर्यंत पृथ्वी है तापरे जानू गुह्य पर्यंत जल तत्व पुणी गुह्यरू नाभि पर्यंत अग्नि तत्व पुणी नाभिरू हृदय पर्यंत वायु तत्व पुणी हृदय कंठ पर्यंत आकाश तत्व आ कंठरू मूर्धना पर्यंत से आकाश तत्व को कल्पना करी शरीर को एकदम शुद्ध कर शुद्धि कर तापरे कौन है देख एहा परे राजा अक्षर क्रम षड़चक्र कल्पना करी प्रथम चक्र को विघ्नेश्वर गणेश को आराधना करी ज्योति स्थान रे त्रिपुरारी शिव को आराधना करी करिवार कल्पना कले है कहले एहा परे बोले पंचभूत को से पवित्र कर सारे शुद्ध कर सारे पुणी कौन कहले एहा परे से राजा अक्षर क्रम है अक्षर क्रम कौन कर षड़चक्र कल्पना कर षड़चक्र है 6टी चक्र से कल्पना करटा कि से प्रथम चक्र को क्या चिंता कर ना विघ्नेश्वर गणेश को प्रथम अग्रपूज गणेश से कौन कर प्रथम चक्र से गणेश को आराधना कर पुणी ज्योति स्थान रे द्वितीय ये द्वितीय चक्र ज्योति स्थान से कौन कर ना त्रिपुरारी के शिव को आराधना कर कल्पना कर त्रिपुरारी शिव को कल्पना कर तापरे कौन है तापरे नीलोत्पल है तापरे नीलोत्पल सम पद्म रे ब्रह्मा को पूजा करिवार कल्पना कले पुणी नीलोत्पल सम पद्म रे है नीलोत्पल कौन नीलोत्पल सम पद्म रे ब्रह्मा को से पूजा कर पद्म को कही है से पद्म उपरे से ब्रह्मा को पूजा कर पुणी मनरे कौन आनी ना हृदय आनी नारायण को कल्पनार करिवार कल्पना कले पुणी हृदय नारायण को उपविष्ट करिकी कल्पना करिकी तांको पूजा कले पुणी कले कौन एहा परे कंठ पद्म रे सरस्वती को पूजा कले पुणी कंठरे आनिकी सरस्वती माँ को कल्पना करछंती आउ तांको पूजा करछंती तापरे प्राण चक्र रे ईश्वर को आराधना करिवार कल्पना करिबा बेले राजा अनंग पद्माकर कर्ण रे एक अद्भुत ध्वनि प्रवेश कला है तले गणेश को पूजा कले शिव को पूजा कले तापरे ब्रह्मा को पूजा कले नारायण को पूजा कले सरस्वती माँ को कंठराणी पूजा कले तापर शेष कौन कर प्राण चक्र रे है जीवनटा जो जाए प्राण चक्र है प्राण चक्र रे ईश्वर को आराधना कर कल्पना कर समय कौन है राजा अनंग पद्माकर कर्ण रे है गोटे अद्भुत ध्वनि आसिक प्रवेश होती कर्ण को गोटे अद्भुत ध्वनि शुभा जाए से ध्वनिटी कौन से ही ध्वनि राजा को अवगत कराइला जे ईश्वर ही तांकर संतान होई जन्म ग्रहण करिवे है से जो अद्भुत गोटे ध्वनि तांको शुभाई से ध्वनि कौन जनाई राजा को कौन कही ना से ईश्वर ही जो ईश्वर को से कौथे कल्पना करछंती
ପ୍ରାଣଚକ୍ରରେ। ସେଇ ପ୍ରାଣଚକ୍ରରେ ଯେଉଁ ଈଶ୍ୱରଙ୍କୁ ସେ କଳ୍ପନା କଲେ, ସେ କହିଛନ୍ତି କି ସେହି ଈଶ୍ୱର ହିଁ ତାଙ୍କର ସନ୍ତାନ ହୋଇକରି ଜନ୍ମଗ୍ରହଣ କରିବେ ଏବଂ ରାଣୀଙ୍କ ଗର୍ଭୋଦୟ କାଳରେ ତାଙ୍କ ନିକଟକୁ ଆସିଥିବା ଅବଧୂତଙ୍କୁ ରାଣୀଙ୍କ ସହ ସାକ୍ଷାତ କରାଇଲେ। ରାଣୀଙ୍କ ଗର୍ଭ ବେଦନା ଉଣା ହେବ ହେଲା। ସେ ଏତେ ସବୁ କରୁଥିଲେ କ'ଣ ପାଇଁ? କଳ୍ପନା କରୁଥିଲେ, ପୂଜା ଆରାଧନା ଶୁଦ୍ଧ କରୁଥିଲେ କାହିଁକି ନା ରାଣୀଙ୍କର କଷ୍ଟକୁ କ'ଣ ଲାଘବ କରିବା ପାଇଁ। ସେସବୁ ସେ ହେଲା। ଦେଖ କହିଲେ କି ରାଣୀଙ୍କ ଗର୍ଭୋଦୟ କାଳରେ ତାଙ୍କ ନିକଟକୁ ଆସିଥିବା ଅବଧୂତଙ୍କୁ ହେଲା। ରାଣୀଙ୍କ ଗର୍ଭୋଦୟ ଯେତେବେଳେ ହେଇଥିଲା ତାଙ୍କ ନିକଟକୁ ଯେଉଁ ଅବଧୂତ ଆସିଥିଲେ, ସେ କହିଛନ୍ତି ସେ ଅବଧୂତଙ୍କୁ ରାଣୀଙ୍କ ସହିତ ଯଦି ସାକ୍ଷାତ କରାଯିବ ହେଲା, କ'ଣ ହେବ ନା ରାଣୀଙ୍କର ଗର୍ଭବେଦନା ଯେଉଁ କଷ୍ଟଟା ହେଉଛି ସେଇଟା ଉଣା ହେଇଯିବ, କମିଯିବ ହେଲା। ତାଙ୍କ ଧ୍ୱନିରେ ଭଗବାନ ଜନ୍ମଗ୍ରହଣ କରିବେ, ତା ସହିତ ରାଣୀଙ୍କର କଷ୍ଟ କିପରି ଦୂର ହେବ ସେ କଥା ମଧ୍ୟ କୁହାହେଇଥିଲା ହେଲା। ତାପରେ କ'ଣ କଲା, ରାଜା ଏହି ଆକାଂକ୍ଷିତ ଧ୍ୱନି ଶୁଣି ମାନସ ପୂଜା ସଫଳ ହେଲା ବୋଲି ବିଚାର କରି ସେହି ପୂଜା ବିଧିର ପରିସମାପ୍ତି କଲେ ହେଲା। ରାଜା କ'ଣ କଲେ, ଏହି ଆକାଂକ୍ଷା ଯେଉଁ ଧ୍ୱନିଟା ଆସିଲା, ଶୁଣିଲେ ତାଙ୍କ କର୍ଣ୍ଣପାତ ହେଇଛି, ସେ ଯେଉଁ ଧ୍ୱନି ଶୁଣିକି ସେ କ'ଣ ଭାବିଲେ ନା ତାଙ୍କର ମାନସ ପୂଜାଟି କ'ଣ ହେଲା ନା ସଫଳ ହେଇଛି, ପରିସମାପ୍ତି ହେଇଛି ଆଉ ସଫଳ ହେଇଛି। ସେହିଦିନ ଠାରୁ ରାଜା ଅନଙ୍ଗ ପଦ୍ମାକର ଅବଧୂତର ଅପେକ୍ଷାରେ ରହିଲେ। ସେହିଦିନଠାରୁ ରାଜା କ'ଣ ଅପେକ୍ଷା କଲେ କାହାକୁ ନା ସେଇ ଅବଧୂତ ଆସିବାର। ଅବଧୂତ ଆସିଲେ ସେ ରାଣୀଙ୍କ ସହିତ ତାଙ୍କୁ ସାକ୍ଷାତ କରାଇବ ଆଉ ତାଙ୍କର କଷ୍ଟ ଲାଘବ ହେବ ହେଲା। ତାପରେ କ'ଣ ହେଇଛି, ଦିନେ ଏକ ଅଦ୍ଭୁତ ବେଶ ଧାରଣ କରିଥିବା ପୁରୁଷ ଅନଙ୍ଗ ପଦ୍ମାକରଙ୍କ ନଗରରେ ପ୍ରବେଶ କଲେ ହେଲା। ପ୍ରବେଶ କଲେ। ଏହି ପୁରୁଷଙ୍କୁ ପରମ ଅବଧୂତ ମଣି ରାଜା ତାହାଙ୍କୁ ପ୍ରଣାମ କରି ସ୍ୱପ୍ନ ବିବରଣୀ ବର୍ଣ୍ଣନା କଲେ ହେଲା। ତାଙ୍କ ଦେଶକୁ କ'ଣ ହେଇଛି ନା ଗୋଟେ ଅଦ୍ଭୁତ ବେଶ ଧାରଣ କରି ତାଙ୍କ ରାଜ୍ୟକୁ ପଶିଲେ, ଗୋଟେ ପ୍ରବେଶ କଲେ କେହି ଜଣେ ପୁରୁଷ। ସେହି ପୁରୁଷଙ୍କୁ ସେ କ'ଣ ଭାବିଛନ୍ତି, କିଏ ରାଜା ପଦ୍ମକର କ'ଣ ଭାବିଲେ ନା ପରମ ଅବଧୂତ ଭାବିଛନ୍ତି ହେଲା। ପରମ ଅବଧୂତ ଭାବିକି ରାଜା ତାଙ୍କୁ କ'ଣ କରିଛନ୍ତି ନା ପ୍ରଣାମ କରିଛନ୍ତି, ଆଉ ନିଜର ଯେଉଁ ଯାହା ସବୁ ତାଙ୍କ ସ୍ୱପ୍ନରେ ସେ ଦେଖିଛନ୍ତି, ଯାହା ସବୁ କର୍ଣ୍ଣପାତ ତାଙ୍କୁ ହେଇଛି, ସେ ସବୁ କଥା ସେ ତାଙ୍କୁ ଜଣେଇଛନ୍ତି ହେଲା, ଜଣେଇଛନ୍ତି। ତାପରେ କ'ଣ ହେଇଛି ନା ରାଣୀଙ୍କ ଗର୍ଭଦଶାର ବିକଳ ସ୍ଥିତି ବର୍ଣ୍ଣନା କରିବା ପରେ ଅବଧୂତଙ୍କ ଆଜ୍ଞା ମତେ ତାଙ୍କୁ ନେଇ ରାଣୀ ଅନ୍ତପୁରକୁ ଯାତ୍ରା କଲେ ହେଲା। ରାଣୀଙ୍କର ସବୁ ଗର୍ଭଦାତନା ତାଙ୍କୁ କହିଲେ, ଗର୍ଭଦାୟକ ଯେଉଁ ପୀଡ଼ା ହେଉଥିଲା, କଷ୍ଟ ହେଉଥିଲା, ସବୁ କଥା କହିଲେ, ତାଙ୍କ ସ୍ଥିତି ସବୁ ବର୍ଣ୍ଣନା କଲେ। ତାପରେ ସେ କଥା ଶୁଣିକି ଅବଧୂତ କ'ଣ ଯାହା ଆଜ୍ଞା କଲେ, ରାଣୀଙ୍କୁ ନେଇକି ସେ କ'ଣ କଲେ ନା ଅନ୍ତଃପୁରକୁ ଯାତ୍ରା କଲେ ହେଲା। ତାପରେ କ'ଣ ହେଇଛି, ଅବଧୂତଙ୍କୁ ଅନ୍ତଃପୁରରେ ଦିବ୍ୟ ପଲଙ୍କରେ ବସାଇ ଅନ୍ନ ବ୍ୟଞ୍ଜନାଦି କ'ଣ ସୁମିଷ୍ଟ ଉପଚାର ପ୍ରଦାନ କରିଛନ୍ତି ହେଲା। ଦେଖ ତାପରେ କ'ଣ ହେଇଛି, ସନ୍ତୁଷ୍ଟ କରିସାରିବା ପରେ ରାଣୀ ତାଙ୍କୁ ସବୁ ସ୍ୱାଦିଷ୍ଟ ଭୋଜନ ଦେଇକି ସନ୍ତୁଷ୍ଟ କରିସାରିବା ପରେ ରାଣୀ ଶଶୀପ୍ରଭାଙ୍କୁ ଅବଧୂତଙ୍କ ସମ୍ମୁଖକୁ ଆଣିଲେ ହେଲା। ସେତେବେଳେ ଜାଣିଲେ ତାଙ୍କୁ ଗୃହରେ ନେଇକି ବସେଇଛନ୍ତି ଆଉ ତାଙ୍କୁ ସ୍ୱାଦିଷ୍ଟ ବ୍ୟଞ୍ଜନ ଖାଇବାକୁ ଦେଇଛନ୍ତି। ତାପରେ କ'ଣ କରିଛନ୍ତି ନା ଶଶୀପ୍ରଭାଙ୍କ ନିକଟକୁ ଅବଧୂତଙ୍କୁ ତାଙ୍କ ସମ୍ମୁଖକୁ ଆଣିଛନ୍ତି। ଅବଧୂତ ଦେଖୁ ଦେଖୁ ରାଣୀଙ୍କ ଗର୍ଭରେ ଏକ ଯୋଗେନ୍ଦ୍ର ପୁରୁଷ ରହିଥିବାର ରାଜାଙ୍କୁ କହିଦେଲେ। ସେ ଅବଧୂତ ଜଣକ ରାଣୀଙ୍କୁ ଦେଖୁ ଦେଖୁ କ'ଣ କହିଲେ ନା ତାଙ୍କୁ କହିଦେଲେ କି ଗୋଟେ ଯୋଗେନ୍ଦ୍ର ପୁରୁଷ ହେଲା, ମହାପ୍ରତାପୀ ଯୋଗେନ୍ଦ୍ର ଗୋଟେ ପୁରୁଷ ହେଲା, ପବିତ୍ର ଆତ୍ମାଟେ ତାଙ୍କ ଶରୀରରେ ତାଙ୍କ ଗର୍ଭରେ ଅଛି ବୋଲିକି ସେ ତାଙ୍କୁ କହିଦେଲେ। ତାପରେ କ'ଣ ହେଲା, ଏହାପରେ ଅବଧୂତ ସେହି ଗର୍ଭସ୍ଥ ପୁରୁଷର ସ୍ୱରୂପ ନିର୍ଦ୍ଧାରଣ ପାଇଁ ପଦ୍ମାସନରେ ବସି ସାଧନା ମାଧ୍ୟମରେ ଆପଣାର ସ୍ଥୂଳ ଶରୀରର ମଧ୍ୟରୁ ସୂକ୍ଷ୍ମ ଅଙ୍ଗ ହୋଇ ବାହାରକୁ ସେହି ସୂକ୍ଷ୍ମାଙ୍ଗରେ ରାଣୀଙ୍କ ବାମାନାସ ବାଟେ ଗର୍ଭ ମଧ୍ୟକୁ ପ୍ରବେଶ କରିବାର ପ୍ରୟାସ କରନ୍ତେ। ଦେଖ କ'ଣ ହେଇଛି, ତାପରେ କ'ଣ ହେଲା ନା ଏହାପରେ କ'ଣ ହେଇଛି ନା ଅବଧୂତ ସେଇ ଗର୍ଭସ୍ଥ ପୁରୁଷର ହେଲା ସ୍ୱରୂପ ନିର୍ଦ୍ଧାରଣ ପାଇଁ, ସେମାନେ ତା ସ୍ୱରୂପଟା କେମିତିକା ଅଛି ତାକୁ ନିର୍ଦ୍ଧାରଣ କରିବା ପାଇଁ ସେ କ'ଣ କଲେ ନା ପଦ୍ମାସନରେ ବସିକି ଆସନ ମଧ୍ୟରେ ଆପଣାର ସ୍ଥୂଳ ଶରୀରକୁ ହେଲା,
ଆପଣାର ସ୍ଥୂଳ ଶରୀରକୁ କ'ଣ କଲେ ମଧ୍ୟରୁ ସୂକ୍ଷ୍ମ ଅଙ୍ଗକୁ ତାଙ୍କ ସ୍ଥୂଳ ଶରୀରଠୁ ମାନେ ଶରୀରଟା ଯେଉଁ ରକ୍ତ ମାଂସର ଯେଉଁ ଶରୀରଟା ସେଟା ସ୍ଥୂଳ ଶରୀର ସେଇ ସ୍ଥୂଳ ଶରୀରରୁ ସେ ସୂକ୍ଷ୍ମ ଅଙ୍ଗ ହୋଇ ବାହାରକୁ ଆସିଲେ। ତାଙ୍କର କେବଳ ପ୍ରାଣଟି ହେଲା, ତାଙ୍କ ଆତ୍ମାଟି କେବଳ ବାହାରକୁ ଆସିଲା। ଆଉ କ'ଣ ହେଲା, ସେହି ସୂକ୍ଷ୍ମ ଅଙ୍ଗରେ ରାଣୀଙ୍କ ବାମାନାସ ବାଟେ ଗର୍ଭ ମଧ୍ୟକୁ ପ୍ରବେଶ କଲେ। ସେଇ ସୂକ୍ଷ୍ମ ଅଙ୍ଗ ସେଇ ଯେଉଁ ତାଙ୍କର କ'ଣ ଜୀବାତ୍ମାଟା ବାହାରିଗଲା। ସେଇ ଜୀବାତ୍ମାଟା କ'ଣ ହେଇଛି ନା ରାଣୀଙ୍କର ବାମାନାସ ପଟରେ ସେ ପଶିବାକୁ ଚେଷ୍ଟା କଲା, ଗର୍ଭକୁ ଦେଖିବାକୁ ହେଲା, ଗର୍ଭ ଦେଖିବାକୁ ସେ ପଶିବାକୁ ପ୍ରୟାସ କରିଛି। କରନ୍ତେ ଭ୍ରମର ଦୀପଶିଖାକୁ ସ୍ପର୍ଶ କରି ନ ପାରିବା ପରି ଗର୍ଭସ୍ଥ ସନ୍ତାନର ପରମ ତେଜରେ ଅବଧୂତ ଭିତରକୁ ପଶି ପାରିଲେ ନାହିଁ ହେଲା। କହିଲେ ଯେ ସେ ପଶିବାକୁ ଚେଷ୍ଟା କଲେ କେଉଁଠି ନା ରାଣୀଙ୍କ ଗର୍ଭ ଭିତରକୁ, ଯେମିତି ଦେଖିପାରିବେ ମାନେ ସେ ସନ୍ତାନଟିର ସ୍ଥିତି କିପରି ଅଛି। କିନ୍ତୁ ସେଠି ବର୍ଣ୍ଣନା କରିଛି କ'ଣ ନା ଦେଖନ୍ତୁ, କହିଲା ଗୋଟେ ପ୍ରଜାପତି ହେଲା, ଗୋଟେ ପ୍ରଜାପତି ଯେପରି କ'ଣ ଗୋଟେ ଅଗ୍ନିଶିଖାକୁ ସ୍ପର୍ଶ କରିପାରେ ନାହିଁ ହେଲା, ଅଗ୍ନିଶିଖାକୁ ସ୍ପର୍ଶ କରିପାରେ ନାହିଁ, ସେହିପରି ଭ୍ରମର ଦୀପଶିଖାକୁ ଯେମିତି ଗୋଟେ ଭଁର ଯେମିତି ଦୀପଶିଖାକୁ ସ୍ପର୍ଶ କରିପାରେ ନାହିଁ, ସେହିପରି ଯେଉଁ ଗର୍ଭସ୍ଥ ସନ୍ତାନଟି ଥିଲା ତାର ଯେଉଁ ପରମ ତେଜ, ତାର ଯେଉଁ ଅତ୍ୟଧିକ ତେଜଶୀଳ ଥିଲା, ତାକୁ ସେ ଅବଧୂତ ଭିତରକୁ ସେ ତା ତେଜରେ ପ୍ରବେଶ କରିପାରିଲା ନାହିଁ ହେଲା। ଶେଷରେ ମହାଦେବୀଙ୍କ ଦକ୍ଷିଣ କର୍ଣ୍ଣ ମଧ୍ୟରେ ଧୀରେ ଧୀରେ ଆପାନ ପବନ ମାଧ୍ୟମରେ ପ୍ରବେଶ କଲେ ହେଲା। ପୁଣି କ'ଣ ହେଲା, ଶେଷରେ ସେ କ'ଣ କଲେ ନା ମହାଦେବୀଙ୍କର ହେଲା, ସେ ରାଣୀଙ୍କର ଦକ୍ଷିଣ କର୍ଣ୍ଣରେ ହେଲା, ଦକ୍ଷିଣ କର୍ଣ୍ଣ ମଧ୍ୟରେ ଧୀରେ ଅପାନ ପବନ ମାଧ୍ୟମରେ ପ୍ରବେଶ କଲେ ହେଲା। ଧୀରେ ଧୀରେ ଗୋଟେ ପବନ ମାଧ୍ୟମରେ ସେ ପ୍ରବେଶ କରିଛନ୍ତି କେଉଁଠି ନା ରାଣୀଙ୍କ ଦକ୍ଷିଣ କର୍ଣ୍ଣ ପଟେ ହେଲା। ତାଙ୍କ ନାସା ମଧ୍ୟରେ ତ ସେ ପ୍ରବେଶ କରିପାରିଲେନି, ଦକ୍ଷିଣ କର୍ଣ୍ଣ ପଟରେ ସେ ପ୍ରବେଶ କରିବାକୁ ଚେଷ୍ଟା କରିଛନ୍ତି। ଅବଧୂତଙ୍କ ଶରୀର ପ୍ରବେଶରେ ରାଣୀ ଏକ ଦିବ୍ୟ ଶୀତଳତା ଉପଲବ୍ଧ କଲେ। ଅବଧୂତ ଯେତେବେଳେ ତାଙ୍କ ଶରୀରରେ ପ୍ରବେଶ କରୁଥିଲେ ସେତେବେଳେ ତାଙ୍କ ରାଣୀକୁ ଗୋଟେ ଦିବ୍ୟ ଶୀତଳତା ଅନୁଭବ ହେଇଛି ହେଲା। ଅବଧୂତଙ୍କ ପ୍ରବେଶ ଗର୍ଭସ୍ଥ ଶିଶୁ ସଚେତନ ହୋଇଗଲା ହେଲା। ଗର୍ଭସ୍ଥ ଶିଶୁ ଯିଏ ଥିଲା ସେ ସଚେତନ ହେଇଗଲା। ଅବଧୂତ ଶିଶୁର ସ୍ୱରୂପ ଜ୍ଞାନ ପାଇଁ ତାକୁ ଭୋ ମହାତ୍ମା ବୋଲି ତିନିଥର ଡାକ ଦେବା ବେଳେ ଗର୍ଭସ୍ଥ ପୁରୁଷ ଅତ୍ୟନ୍ତ ସୂକ୍ଷ୍ମ ସ୍ୱରରେ ପ୍ରଶ୍ନକର୍ତ୍ତାର ଅଳ୍ପଜ୍ଞତା ତଥା ନିର୍ବୋଧତାକୁ ସୂଚାଇ ଦେଲା ହେଲା। ଦେଖ କ'ଣ ହେଇଛି, ସେ ଯାଇକିରି ତା କତିରେ ଯାଇ ପହଞ୍ଚିଛନ୍ତି, ତାପରେ ତାଙ୍କୁ ସମ୍ବୋଧନ କରିଛନ୍ତି କ'ଣ ଭୋ ଆତ୍ମା ହେଲା, ଭୋ ଆତ୍ମା ବୋଲି ସମ୍ବୋଧନ କରିଛନ୍ତି। ଆଉ କ'ଣ ତିନିଥର ଡାକିଛନ୍ତି, ଭୋ ଆତ୍ମା କହିକି ତିନିଥର ଡାକିଛନ୍ତି। ସେ ଗର୍ଭସ୍ଥ ଶିଶୁ ଯେ ପୁରୁଷ ଅତ୍ୟନ୍ତ ସୂକ୍ଷ୍ମ ସ୍ୱରରେ, ପୁରା ଅଳ୍ପ ସ୍ୱରରେ ହେଲା, ଅତ୍ୟନ୍ତ ସୂକ୍ଷ୍ମ ସ୍ୱରରେ ପ୍ରଶ୍ନକର୍ତ୍ତାର ଅଳ୍ପଜ୍ଞତା ହେଲା, ପ୍ରଶ୍ନକର୍ତ୍ତାର ଅଳ୍ପଜ୍ଞତା ତଥା ନିର୍ବୋଧତାକୁ ସୂଚାଇ ଦେଲା। ସେ ଜାଣିଗଲା କ'ଣ ନା ତାଙ୍କୁ ସୂଚାଇ ଦେଲା ତାଙ୍କର ସେ ଅଳ୍ପଜ୍ଞତା ମାନେ ଅଳ୍ପ ଜ୍ଞାନ ଥିବା ବା ନିର୍ବୋଧ ବୁଦ୍ଧିହୀନ ବୋଲିକି ତାଙ୍କୁ ସୂଚାଇ ଦେଲା। ଗର୍ଭସ୍ଥ ଶିଶୁକୁ ଶିଷ୍ୟ କରିବା ପାଇଁ ଚାହୁଁଥିବା ଏ ଅବଧୂତ ଜ୍ଞାନାନନ୍ଦ ଶେଷରେ ଗର୍ଭସ୍ଥ ସନ୍ତାନର ଶିଷ୍ୟ ହେବା ପାଇଁ ଇଚ୍ଛା ପୋଷଣ କଲେ ଏବଂ ଗର୍ଭସ୍ଥ ଶିଶୁ ଅବଧୂତଙ୍କୁ ଉପଦେଶ ଦେଇ ନିଷ୍କାମ କର୍ମରେ ବାସୁଦେବଙ୍କୁ ଭକ୍ତି କରିବାକୁ କହିଲେ ହେଲା। ସେ ଯେତେବେଳେ ଯାଇକି ତାଙ୍କୁ ଭୋ ଆତ୍ମା ବୋଲି ସମ୍ବୋଧନ କରିଛନ୍ତି, ଇଏ ତାଙ୍କର ନିର୍ବୋଧତା ଅଳ୍ପଜ୍ଞାନତା ଜାଣିଗଲେ। ତାପରେ ଅବଧୂତ କ'ଣ ଚାହିଁଛନ୍ତି ନା ଏଇ ଯେଉଁ ଜ୍ଞାନାନନ୍ଦ ଅବଧୂତ ଜ୍ଞାନାନନ୍ଦ ହେଲା, ସେ କ'ଣ ଚାହିଁଛନ୍ତି ନା ଯେଉଁ ଗର୍ଭସ୍ଥ ସନ୍ତାନଟି ଅଛି ସେ ଏତେ ଜ୍ଞାନୀ ଯେ ସେ ଚାହିଁଛନ୍ତି କି କ'ଣ ମୁଁ ଏଇ ସନ୍ତାନର କ'ଣ ହେବି ନା ଶିଷ୍ୟ ହେବାକୁ ସେ ଚାହିଁଛନ୍ତି ହେଲା। ତାପରେ କ'ଣ ହେଇଛି ନା
ସେ ଗର୍ଭସ୍ଥ ଶିଶୁ କ'ଣ କରିଛି ନା ଉପଦେଶ ଦେଇଛି ଅବଧୂତଙ୍କୁ ଉପଦେଶ ଦେଇ ନିଷ୍କାମ କର୍ମରେ ବସୁଦେବଙ୍କୁ ଭକ୍ତି କର। ତାଙ୍କୁ କହିଛନ୍ତି କି ଉପଦେଶ ଦେଇଛନ୍ତି ତୁମେ ଭକ୍ତି କର କାହାକୁ ନା ବସୁଦେବଙ୍କୁ ଭକ୍ତି କର ତୁମେ ସବୁକିଛି ପାଇବ ବୋଲି। ଜନ୍ମ ପରେ ଅବଧୂତଙ୍କ ସହିତ କାଳିଞ୍ଜନ ପର୍ବତରେ ସାକ୍ଷାତ ହେବାର ଆଶ୍ୱାସନା ଦେଲେ। କହିଲେ ତୁମେ ଏବେ କ'ଣ କର ନା ବସୁଦେବଙ୍କୁ ଭକ୍ତି କରୁଥାଅ। ଯେତେବେଳେ ଜନ୍ମଗ୍ରହଣ କରିବି ମୁଁ ଯେତେବେଳେ ଜନ୍ମଗ୍ରହଣ କରିବି ସେତେବେଳେ କ'ଣ ହେବ ନା ମନେ ରଖିବ କାଳିଞ୍ଜନ ପର୍ବତରେ ଯାଇକି ମୋତେ ସାକ୍ଷାତ କରିବ ନା। ଗର୍ଭସ୍ଥ ସନ୍ତାନ ନିଶ୍ଚଳ ତଥା ମୌନୀ ସ୍ଥିରରେ ରହିବାରୁ ଶଶୀପ୍ରଭା ଆଶ୍ୱସ୍ତ ଅନୁଭବ କଲେ। ହେଲା ଏ କଥା କହିଲେ। ତାପରେ କ'ଣ ହେଇଛି ନା ସେ ଯେଉଁ ଗର୍ଭସ୍ଥ ସନ୍ତାନ ଦେଇଥିଲେ ସେ ନିଶ୍ଚଳ ତଥା ମୌନୀ ସ୍ଥିତିରେ ରହିଲେ। ହେଲା ତାପରେ ଆଉ ଏତେ ତାଙ୍କ ତେଜ ଏତେ ସମାଧିସ୍ଥ ଅବଧୂତ ଜ୍ଞାନାନନ୍ଦ ପୁନର୍ବାର ସ୍ଥୂଳ ଶରୀରରେ ଆପଣାର ସୂକ୍ଷ୍ମ ଶରୀରକୁ ପ୍ରବେଶ କରାଇ ସମାଧି ଭଙ୍ଗ କଲେ। ଯେତେବେଳେ ସେ ମୁଦ୍ରାରେ ବସିଥିଲେ ହେଲା ସମାଧିରେ ବସିଥିଲେ ଆଉ ତାଙ୍କର ସୂକ୍ଷ୍ମ ଶରୀରକୁ ଯାଇକିରି ପ୍ରବେଶ ହେଇଥିଲେ ରାଣୀଙ୍କ ଗର୍ଭରେ ତାଙ୍କ ସନ୍ତାନଙ୍କ ସହିତ ଯାଇକିରି କ'ଣ ତାଙ୍କ ଶିଷ୍ୟ ହେବେ ବୋଲି ଅନୁରୋଧ କରୁଥିଲେ। ସେ ତାପରେ କ'ଣ କଲେ ନା ତାଙ୍କ ପାଖରୁ ଆଜ୍ଞା ପାଇକି ଆସିଲେ କହିଲେ କି କ'ଣ ତାଙ୍କ ସୂକ୍ଷ୍ମ ସ୍ଥୂଳ ଶରୀରରେ ଆସିକି ପ୍ରବେଶ କରିଦେଲେ ଆଉ ତାଙ୍କର କ'ଣ ସମାଧି ଭାଙ୍ଗିଲେ। ତାପରେ କ'ଣ କଲେ ରାଜାଙ୍କୁ ବଡ଼ ବିଚକ୍ଷଣ ପୁତ୍ର ସନ୍ତାନଟିଏ ଲାଭ କରିବାର ଆଶିଷ ଦେଇ ମନେ ମନେ ରାଜାଙ୍କୁ ଗୁରୁ ପିତା ବୋଲି ପ୍ରଣାମ କରି ଅରଣ୍ୟକୁ ତପସ୍ୟା ଉଦ୍ଦେଶ୍ୟରେ ଚାଲିଗଲେ। ହେଲା ସେ କ'ଣ କଲେ ନା ବାହାରି ଆସି ତାଙ୍କ ସ୍ଥୂଳ ଶରୀରରେ ପଶି ଯାଇଛନ୍ତି। ତାପରେ ରାଜାଙ୍କୁ ଆସି କ'ଣ କହିଲେ ନା ବଡ଼ ବିଚକ୍ଷଣ ପୁତ୍ର ସନ୍ତାନଟିଏ ତୁମେ ଜନ୍ମ ଦେବାକୁ ଯାଉଛ ଆଉ ମନେ ମନେ ଭାବିଛନ୍ତି କ'ଣ ନା ଇଏ ହେଉଛନ୍ତି କ'ଣ ନା ମୋ ଗୁରୁଙ୍କର ପିତା। ରାଜାଙ୍କୁ ଗୁରୁଙ୍କର ପିତା ବୋଲି ଭାବିକି ରାଜାଙ୍କୁ ପ୍ରଣାମ କରିକି ଚାଲି ଯାଇଛନ୍ତି। ହେଲା ତାପରେ କ'ଣ ହେଇଛି ଦେଖ କିଛି ଦିନ ପରେ ବୈଶାଖ ଶୁକ୍ଳ ତ୍ରୟୋଦଶ ଦିନ ଶୁକ୍ଳ ବେଳାରେ ରାଣୀ ଶଶୀପ୍ରଭାଙ୍କର ଗର୍ଭରୁ ଏକ ପୁତ୍ର ସନ୍ତାନ ଜନ୍ମ ହେଲା। କିଛି ଦିନ ପରେ କ'ଣ ହେଇଛି ନା ବୈଶାଖ ଶୁକ୍ଳ ତ୍ରୟୋଦଶୀ ତିଥି ହେଇଛି। ସେଇ ତିଥିରେ ଶୁଭ ବେଳାରେ ଜନ୍ମଗ୍ରହଣ କରିଛନ୍ତି କିଏ ରାଣୀ ଶଶୀପ୍ରଭାଙ୍କ ଗର୍ଭରୁ ପୁତ୍ର ସନ୍ତାନଟିଏ ଜନ୍ମଗ୍ରହଣ କରିଛନ୍ତି। ଅବଧୂତ କିଏ ଜନ୍ମଗ୍ରହଣ କରିଛନ୍ତି ତାଙ୍କ ଭିତରେ ଯେଉଁ ରହିଥିଲେ ହେଲା କିଏ ଯେଉଁ ବୀର ପୁରୁଷଟିଏ ହେଲା ଦେଖ ତାପରେ କହିଛି ନା ଗର୍ଭସ୍ଥ ଶିଶୁ ମାନସିକ ଶୁଦ୍ଧ ହୋଇ ସାଧନା ମାର୍ଗରେ ଆପଣଙ୍କୁ ସ୍ଥିର ଓ ଅବିଚଳିତ ରଖି ସଂସାର ଦୁଃଖ ଯାତନା ଭୋଗ କରିବା ପାଇଁ ମାନସିକ ଆସ୍ଥା ପୋଷଣ କରି ଶେଷରେ ଭୂମିଷ୍ଠ ହେଲା। କ'ଣ ହେଇଛି ସେତେବେଳେ ନା ଗର୍ଭସ୍ଥ ଶିଶୁଟି ମାନସିକ ଶୁଦ୍ଧ ହୋଇକି କ'ଣ ହେଇଛି ସାଧନା ମାର୍ଗରେ ଆସି ଆପଣଙ୍କୁ ସ୍ଥିର ସାଧନା ମାର୍ଗକୁ ଆସି ଆପଣଙ୍କୁ ସ୍ଥିର କଲା ଆଉ ଅବିଚଳିତ ରଖି ସଂସାର ଦୁଃଖ ଯାତନା ଭୋଗ କରିବା ପାଇଁ ମାନସିକ ଆସ୍ଥା ପୋଷଣ କଲା। ସେ ମନରେ ଭାବିଛି କ'ଣ ନା ଏ ସଂସାରକୁ ଆସିଲି ଦୁଃଖ ଯାତନା ଭୋଗ କରିବାକୁ ହେବ ବୋଲିକି ସେ ମାନସିକ ଆସ୍ଥା ପୋଷଣ କରିଛି ମନରେ ଏ କଥା ଚିନ୍ତା କରିଛି। ଶେଷରେ ସେ ଭୂମିଷ୍ଠ କରିଛି ପ୍ରଣାମ କରିଛି। କୁମାର ଜନ୍ମରେ ସମଗ୍ର ରାଜ୍ୟରେ ଆନନ୍ଦ ଖେଳିଗଲା। କୁମାର ଜନ୍ମ ହେବାର ଶୁଣିକି ତାଙ୍କ ରାଜ୍ୟ ସାରା ଆନନ୍ଦ ଖେଳିଯାଇଛି। ମାତ୍ର ସୂତକ ହାରିଣୀ ନାମକ ଏକ ଯୋଗ୍ନୀ କୁମାରକୁ ହରଣ କରିବାର କଳ୍ପନା କଲା। ଗୋଟେ ସୂତକ ହାରିଣୀ ଜଣେ ଆସିଛି। ସୂତକ ହାରିଣୀ ସେ କ'ଣ କରିଛି ନା ସେ ଯେଉଁ ରାଜକୁମାରକୁ ସେ ଯେଉଁ ଜନ୍ମ ହେଇଛି ଛୋଟ ଶିଶୁଟିଏ ପୁତ୍ର ସନ୍ତାନଟିଏ ତାକୁ ସେ ହରଣ କରିବାକୁ ସେ ପ୍ରୟାସ କରିଛି ହେଲା ସଂକଳ୍ପ କରିଛି। ବିଧାତାଙ୍କ ବିଧାନକୁ ଅସ୍ୱୀକାର କରିବା ଏହି ସୂତକ ହାରିଣୀର ମୁଖ୍ୟ କର୍ମ। ସେ ସୂତକ ହାରିଣୀର ମୁଖ୍ୟ କର୍ମ କ'ଣ ଥିଲା ନା ବିଧାତା ଯାହା ବିଧାନ କରିଛନ୍ତି ସିଏ ତାକୁ ଅସ୍ୱୀକାର କରିବା ଆଉ ତାକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରିବ ଏଇଟା ଥିଲା ତାର କାମ ହେଲା। ପୁଣି କ'ଣ ହେଲା ନା ଜନ୍ମସ୍ଥ ଶିଶୁମାନଙ୍କୁ ପାଲଟାଇ ଦେଇ କେବଳ ଏକ କୌତୁକ ଦେଖିବାର ଅଭ୍ୟାସ ତାର କେଉଁ କାଳରୁ ରହିଆସିଛି
ହେଲା। କହୁଛନ୍ତି ଯେଉଁ ସେ କାର ଏ ସୂତ କାହାରିଣୀର ହେଲା। ଜନ୍ମସ୍ଥ ଶିଶୁକୁ ସେ କ'ଣ କରିଦିଏ ନା ପାଲଟେଇ ଦିଏ, ଏପଟ ସେପଟ କରିଦିଅନ୍ତି ହେଲା। ଦେଖିବାର ଅଭ୍ୟାସ ତାର ଏପଟ ସେପଟ କରିଦେଇ ମଜା ଦେଖିବ, କୌତୁକ ଦେଖିକି ଦେଖିବାର ତାର ଗୋଟେ ଅଭ୍ୟାସ। ପୁଣି କ'ଣ ହେଲା, ସଂସାର ଭିତରେ କେହି ଯେ ଏହାର ଜନ୍ମିତ ପୁତ୍ର ହୋଇ ରହିବେ ନାହିଁ, ଏପରି ଏକ ମହାଭୟଙ୍କର ଅଦ୍ଭୁତ ଖେୟାଲରେ ସୂତ କାହାରିଣୀ ପରିଚାଳିତ। ସୂତ କାହାରିଣୀ କେଉଁଥିରେ ତାର ମନ ଥିଲା ନା ସିଏ ଚାହୁଁଥିଲା କି ଏ ଦୁନିଆରେ କ'ଣ ନା କେହି ମଧ୍ୟ କାହାର ଜନ୍ମିତ ପୁତ୍ର ହେଇକି ତାଙ୍କ ପାଖରେ ନ ରୁହନ୍ତୁ ହେଲା। ସେଇଟା ତାର ଲକ୍ଷ୍ୟ ଥିଲା, ସେଇଟାକୁ ହିଁ ଚାହେଁ ସବୁବେଳେ। ରାଜା ଅନଙ୍ଗ ପଦ୍ମାକରଙ୍କ ପୁତ୍ରକୁ ହରଣ କରିବାକୁ ଆସିଥିବା ଏହି ଦୁଷ୍ଟ ହୃଦୟା ସୂତ କାହାରିଣୀ ଶେଷରେ ସଫଳ କାମ ହୋଇପାରିଲା ନାହିଁ ହେଲା। ତାଙ୍କୁ ସିନା ସେ ହରଣ କରିବାକୁ ଆସିଥିଲା, କିନ୍ତୁ ଶେଷରେ ସେ ସଫଳ ହେଇପାରିନି, ତାଙ୍କୁ ସେ ହରଣ କରିପାରିନି। ତାପରେ କ'ଣ ହେଇଛି, କୁମରକୁ ଭୂମିରୁ ଉଠାଇବାକୁ ଶତ ଚେଷ୍ଟା କରି ମଧ୍ୟ ସେ ଅସଫଳ ହୋଇ ରକ୍ତ ବାନ୍ତି କରି ପକାଇଲା। କିଏ? ସୂତ କାହାରିଣୀ ହେଲା। ସୂତ କାହାରିଣୀ କ'ଣ କରିଛି ନା ଭୂମିରୁ ପୁତ୍ରଟିକୁ ଉଠାଇବାକୁ ଚେଷ୍ଟା କରିଛି, ଆଉ ସେ ଜମା ଉଠେଇ ପାରିନାହିଁ। ଆଉ କ'ଣ କରିଛି ନା ରକ୍ତ ବାନ୍ତି କରି ପକାଇଲା। ମାରିଦେବାକୁ ମନରେ ବିଚାର କରିବା ବେଳେ ନବଜାତ ଶିଶୁ ଟହ ଟହ ହୋଇ ହସିଲା। ଶିଶୁର ଏହି ଟହ ଟହ ହସ ମୃଦୁ ବାଣୀରେ ସୂତ କାହାରିଣୀ ଦେବତାମାନଙ୍କ ପୂର୍ବ ବାଣୀକୁ ମନେ ପକାଇ ଶିଶୁକୁ ବସୁଦେବ ଭକ୍ତ ବୋଲି ବିଚାର କଲେ ହେଲା। ଯେତେବେଳେ ସୂତ କାହାରିଣୀ ତାଙ୍କୁ ଆହୁରି ମାରିଦେବାକୁ ପୁଣି ଚେଷ୍ଟା କଲା, ସେତେବେଳେ କ'ଣ ହେଲା, ସେ ଶିଶୁଟି ହସି ଉଠିଲା, ଟହ ଟହ ହେଇକି ହସି ଉଠିଲା। ଆଉ କ'ଣ ମୃଦୁ ବାଣୀ କହିଲା। ଆଉ ତାର ଏଇସବୁ ଦେଖିକି ହେଲା କ'ଣ ହେଇଛି ନା ସୂତ କାହାରିଣୀ ଭାବିଛି ଇଏ କ'ଣ ନା ଗୋଟେ ବସୁଦେବଙ୍କ ଭକ୍ତ, ଏ ଶିଶୁଟି ହେଉଛି ବସୁଦେବଙ୍କ ଭକ୍ତ ହେଲା ଭାବିଛି। କୁମର ଠାରୁ ତହୁଁ ଦୁଃଖୀ ଜନ୍ତୁ ନାହିଁ ଶୁଣିବା ପରେ ତାର ଚୈତନ୍ୟୋଦୟ ହେଲା ଏବଂ କୁମାରକୁ ନିଜର ଗୁରୁ ଜ୍ଞାନ କରି ତାଙ୍କଠାରୁ ଉପଦେଶ ଗ୍ରହଣ କରିବାକୁ ପ୍ରାର୍ଥନା କଲା। ଦେଖ, ତାଙ୍କୁ ମାରିବାକୁ ଆସିଥିଲେ କିଏ? ଅବଧୂତ ଯେଉଁ ତାଙ୍କୁ ଆସିଥିଲେ ଗୁରୁ କରିବା ନାଗି, କିନ୍ତୁ ସେ ତାଙ୍କୁ ଉପଦେଶ ଦେଇଥିଲେ। ଇଏ ମଧ୍ୟ ଯେତେବେଳେ ଚାହିଁଛନ୍ତି କ'ଣ ତାଙ୍କୁ ମାରିବାକୁ ଚାହିଁଛନ୍ତି ହେଲା, ତାପରେ ଜାଣିପାରିଲେ ଇଏ ଜଣେ ବସୁଦେବଙ୍କର ଭକ୍ତ। ତାପରେ ତାଙ୍କୁ କୁମାର ଠାରୁ ସେ କ'ଣ ହେଲା ନା କୁମାର ତାଙ୍କୁ କହିଛି ତହୁଁ ଦୁଃଖୀ ଜନ୍ତୁ ନାହିଁ। କୁମାର ତାଙ୍କୁ ଯେଉଁ ଆସ୍ତେ ମୃଦୁ ବାଣୀରେ କହିଛନ୍ତି ତୋ ଠାରୁ ଆଉ ଦୁଃଖୀ କେହି ନାହାନ୍ତି ଏ ଜଗତରେ। ଶୁଣିବା ପରେ ଏଇ କଥାଟି ଶୁଣିବା ପରେ କ'ଣ ହେଇଛି, ଚୈତନ୍ୟ ଉଦୟ ହେଇଛି। କାହାର? ସୂତ କାହାରିଣୀର ଚୈତନ୍ୟ ବୁଦ୍ଧି ଉଦୟ ହେଇଛି। ଆଉ ସେ କ'ଣ ଭାବିଛି ନା ତାକୁ ନିଜର ଗୁରୁ ଭାବିଛନ୍ତି। ଗୁରୁ ଜ୍ଞାନ କରିକି ତାଙ୍କ ପାଖରୁ କିଛି ଉପଦେଶ ନେବେ, କେମିତି ସେ ଉଦ୍ଧାର ପାଇବେ, ଏଇ କଥା ଉପଦେଶ ଦେବା ପାଇଁ ସେ ପ୍ରାର୍ଥନା କରିଛନ୍ତି ସୂତ କାହାରିଣୀ ହେଲା। ପୁଣି କ'ଣ ହେଇଛି ନା କୁମର ସୂତ କାହାରିଣୀକୁ ରକ୍ଷା କରିବାକୁ ପ୍ରତିଶ୍ରୁତି ପ୍ରଦାନ କରି ଏବେ ତାକୁ ତାର ଧାଇ ହେବାକୁ ପରାମର୍ଶ ଦେବା ସଙ୍ଗେ ସଙ୍ଗେ ନାମ କୀର୍ତ୍ତନ କରିବାକୁ ଉପଦେଶ ଦେଇଛନ୍ତି ଏବଂ ଯୁବାବସ୍ଥାରେ ତାକୁ ଶିଷ୍ୟ କରିବେ ବୋଲି ପ୍ରତିଶ୍ରୁତି ମଧ୍ୟ ପ୍ରଦାନ କରିଛନ୍ତି ହେଲା। ସେ କୁମାର ତାଙ୍କୁ କ'ଣ ପ୍ରାର୍ଥନା କରିଛନ୍ତି ସୂତ କାହାରିଣୀ, ତାଙ୍କୁ କ'ଣ ଦେଇଛନ୍ତି କହିଛନ୍ତି ନା ସୂତ କାହାରିଣୀକୁ କହିଛନ୍ତି ତୁ ଏବେ କ'ଣ କରିବୁ ହେଲା। ସୂତ କାହାରିଣୀକୁ କହିଛନ୍ତି କି ମୁଁ ତୋତେ ରକ୍ଷା କରିବି, ତାକୁ ପ୍ରତିଶ୍ରୁତି ଦେଇଛନ୍ତି। ତାପରେ କ'ଣ କହିଛନ୍ତି ନା ତୁ ମୋର ଧାଇ ହେବୁ ହେଲା। ଧାଇ ହେବାକୁ ପରାମର୍ଶ ଦେଇଛନ୍ତି। ତାଙ୍କର ଧାଇ ହେଇକି ସବୁ ସେବା ଯତ୍ନ କରିବ। ଆଉ ପରାମର୍ଶ ଦେବା ସଙ୍ଗେ ସଙ୍ଗେ କ'ଣ କହିଛନ୍ତି, ନାମ କୀର୍ତ୍ତନ କରିବାକୁ କହିଛନ୍ତି ହେଲା। ନାମ କୀର୍ତ୍ତନ କରିବାକୁ ଉପଦେଶ ଦେଇଛନ୍ତି। ତାପରେ ତାଙ୍କର ଯୁବାବସ୍ଥା ଆସିଯିବ, ଶିଷ୍ୟ କରିବେ ବୋଲି କାହାକୁ? ସୂତ କାହାରିଣୀକୁ ନିଜର ଶିଷ୍ୟ କରିବେ ବୋଲିକି ସେ ତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ହେଲା। ତାପରେ କ'ଣ ହେଇଛି, ପୁତ୍ର ଜନ୍ମରେ ରାଜା ଅନଙ୍ଗ ପଦ୍ମାକରଙ୍କ ନବର ସାରା ଆନନ୍ଦ ଉତ୍ସବ ଖେଳିଗଲା। ପୁତ୍ର ଜନ୍ମ ହେଇଛି, ଅନଙ୍ଗ ପଦ୍ମାକରଙ୍କ ନଅରରେ କ'ଣ ହେଇଛି, ଖୁସି ଖେଳି ଯାଇଛି। ତାପରେ କ'ଣ ହେଇଛି, ରାଜା ଅନେକ ଧନରତ୍ନ ଦାନ କଲେ ଏବଂ
ହାଟ ବାଟ ଦୂର କରିବାକୁ ନିର୍ଦ୍ଦେଶ ଦେଲେ। ଅନେକ ଧନରତ୍ନ ସବୁ ଦାନ କରିଛନ୍ତି, ଆଉ ହାଟ ବାଟ ଦୂର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅପର ପକ୍ଷରେ କୁମରର ଯଥାବିଧି ବିଧାନ ଜାତକର୍ମ ସମ୍ପନ୍ନ ହେଲା। ତାଙ୍କ ବିଧି ବିଧାନ ସହିତ କ'ଣ କଲେ, ତାଙ୍କର ଜାତକର୍ମ ମାନେ ଜାତକ କର୍ମ ଜାତକ କର୍ମ ସରେଇଲେ। କୁମର ତାର ପ୍ରଥମ ଧ୍ୱନିରେ ସାଧାରଣ ସନ୍ତାନମାନଙ୍କ ଭଳି କୋଦହମ୍ ଧ୍ୱନି ନ କରି କ'ଣ କହିଥିଲେ ନା ଶିବୋଦହମ୍ ଧ୍ୱନି ବୋଲି କହିଥିଲେ। କୋଦହମ୍ ସବୁ ସନ୍ତାନ ମାନେ ଜନ୍ମ ହେଲା ପରେ କୋଦହମ୍ କହିଥାନ୍ତି, କିନ୍ତୁ ଇଏ କ'ଣ କରିଥିଲେ ନା ଶିବୋଦହମ୍ କହିଥିଲେ। ଶିବୋଦହମ୍ ମାତ୍ର ମାତୃସ୍ତନ୍ୟ ପାନ ପରେ ତାର ସକଳ ଦେବୀଜ୍ଞାନ ମହାଶକ୍ତି ମହାମାୟାଙ୍କ ନିର୍ଦ୍ଦେଶରେ ତିରୋହିତ ହୋଇଗଲା। ସେ ଯେତେବେଳେ ଜନ୍ମ ହେଇକି ଆସିଥିଲେ, ସେ ପୂର୍ବର ଶକ୍ତି ତାଙ୍କ ଭିତରେ ଥିଲା ପୂର୍ବ ପରି ସେ ଥିଲେ, କିନ୍ତୁ ଯେତେବେଳେ ସେ ତାଙ୍କ ମାତୃସ୍ତନ୍ୟ ପାନ କରିଛନ୍ତି, ମାଙ୍କ ପାଖରୁ କ୍ଷୀର ପାନ କରିଛନ୍ତି, ସେତେବେଳେ କ'ଣ ହେଇଛି, ମହାଶକ୍ତି ମହାମାୟୀଙ୍କ ନିର୍ଦ୍ଦେଶରେ କ'ଣ ହେଇଛି ନା ତିରୋହିତ ହେଇଯାଇଛି। ତାଙ୍କର ଯେଉଁ ଶକ୍ତି ସବୁ ଥିଲା ସବୁ ନଷ୍ଟ ହେଇଯାଇଛି, ତିରୋହିତ ହେଇଯାଇଛି ଏବଂ ସେ ସାଧାରଣ ମଣିଷ ଭଳି ବିଷ୍ଣୁ ମାୟାରେ ଆବଦ୍ଧ ହୋଇପଡ଼ିଲେ। ସେ କ'ଣ ଗୋଟେ ସାଧାରଣ ମଣିଷ ଭଳିଆ ସେ ବିଷ୍ଣୁଙ୍କର ମାୟାରେ କ'ଣ ହେଲେ, ଆବଦ୍ଧ ହେଇଗଲେ। ଜନ୍ମ ହେଲେ ମାନେ ତାଙ୍କ ପୂର୍ବ ଜନ୍ମର ସବୁ ଶକ୍ତି ତାଙ୍କର କ୍ଷରଣ ହେଇଗଲା, ଆଉ ବିଷ୍ଣୁ ମାୟାରେ ଗୋଟେ ସାଧାରଣ ମଣିଷ ଭଳି ସେ ଜୀବନ ଅତିବାହିତ କଲେ। ମାତୃସ୍ତନ୍ୟ ପାନ ହିଁ ତାର ସକଳ ଦିବ୍ୟବୋଧ ଶକ୍ତିକୁ ବିଲୁପ୍ତ କରିଦେଲା। ତାଙ୍କ ମାତୃସ୍ତନ୍ୟ ଯେଉଁ ପାନ କରିଛନ୍ତି, ସେଇ ଦ୍ୱାରା ତାର କ'ଣ ହେଇଛି ନା ସକଳ ଦିବ୍ୟବୋଧ ଯାହା ତାର ସବୁ ଦିବ୍ୟ ଜ୍ଞାନ ଥିଲା, ସେ ସବୁ ବିଲୁପ୍ତ ହେଇଯାଇଛି। ତାପରେ କ'ଣ ହେଇଛି ନା କ୍ରମେ କୁମରକୁ 5 ବର୍ଷ ହେଲା। ପୁଣି ସେ କୁମରକୁ କ'ଣ କ୍ରମେ 5 ବର୍ଷ ହେଇଯାଇଛି। ତାର ଶରୀର ସୁଷମା ସମସ୍ତଙ୍କ ହୃଦୟ ହରଣ କଲା। ତାର ଶରୀରର ସୁନ୍ଦର ସୁଷମା, ସେତେ ସୁନ୍ଦର ଦେଖାଉଥିଲେ କି ସମସ୍ତଙ୍କ ହୃଦୟ ହରଣ କରିନେଉଥିଲା। ସୌନ୍ଦର୍ଯ୍ୟ ସହିତ ବିଭୂତର ଏକ ଅପୂର୍ବ ସମ୍ମିଳନ ତା ମଧ୍ୟରେ ପରିଲକ୍ଷିତ ହେଲା। ସୌନ୍ଦର୍ଯ୍ୟ ସହିତ ବିଭୂତର ତାଙ୍କ ଭିତରେ ବି ମଧ୍ୟ କ'ଣ ଆତ୍ମଜ୍ଞାନ ବି ଜାଗ୍ରତ ହେଇଛି। ଏକ ଅପୂର୍ବ ସମ୍ମିଳନ ତା ଭିତରେ ପରିଲକ୍ଷିତ ହେଇଛି। ସୁନ୍ଦରତା ତ ଦେଖାଉଛନ୍ତି, ଗୁଣ ମଧ୍ୟ ବହୁତ ସୁନ୍ଦର, ଆଉ ତାଙ୍କର ଆତ୍ମଜ୍ଞାନ ମଧ୍ୟ ଆବିର୍ଭୂତ ହେଇଛି। ରୁଦ୍ର ଅଂଶରେ ଜନ୍ମ ହୋଇଥିବା ଏହି କୁମର ବୈଷ୍ଣବୀ ଶକ୍ତିରେ ମଧ୍ୟ ଯୁକ୍ତ ଥିଲେ। ସେ ରୁଦ୍ର ଅଂଶରେ ଜନ୍ମଗ୍ରହଣ କରନ୍ତି, କାହିଁକିନା ସେତେବେଳେ ସେ କ'ଣ ଥିଲେ, ଶିବଙ୍କର ରୁଦ୍ର ଗଣ ଥିଲେ। ସେ ରୁଦ୍ର ଅଂଶରେ ଜନ୍ମ ହେଇଛନ୍ତି, କିନ୍ତୁ ଏବେ କ'ଣ କରୁଛନ୍ତି ଜନ୍ମ ହେଇସାରିବା ପରେ ନା ବୈଷ୍ଣବୀ ଶକ୍ତିରେ ସେ ଯୁକ୍ତ ହେଇଛନ୍ତି। ବୈଷ୍ଣବ ଧର୍ମକୁ ସେ ଧାରଣ କରନ୍ତି, ମାନେ ବୈଷ୍ଣବ ଧର୍ମରେ ଜନ୍ମ ହେଇଛନ୍ତି। ଭଗବାନଙ୍କ ପାଦରେ ଅଷ୍ଟାଦଶ ଚିହ୍ନ ଶୋଭା ପାଇବା ପରି ତାର ପାଦରେ ମୀନ ପଦ୍ମ ଅଙ୍କୁଶ ଆଦି ଶୋଭା ପାଉଥିଲା। କେମିତି ଜନ୍ମ ହେଇଛନ୍ତି ବୈଷ୍ଣବୀରେ, ଯେମିତି ଭଗବାନଙ୍କ ପାଦରେ ଭଗବାନ ବିଷ୍ଣୁଙ୍କର ପାଦରେ ଯେମିତି ଅଷ୍ଟାଦଶ ଚିହ୍ନ ରହିଥାଏ, ସେହିପରି ଏଇ ଯେଉଁ ପୁତ୍ର ସନ୍ତାନଟିର ପାଦରେ କ'ଣ ରହିଛି, ମୀନ ପଦ୍ମ ଅଙ୍କୁଶ। ମୀନ ଚିହ୍ନ ମାନେ ମାଛ ଚିହ୍ନ, ପଦ୍ମ ଚିହ୍ନ, ଅଙ୍କୁଶ ମାନେ କ'ଣ ଶଙ୍ଖ ଆଦି ଶୋଭା ପାଇଛି। କୁମାରର ମଙ୍ଗଳ ପାଇଁ ରାଜା ଅନଙ୍ଗ ପଦ୍ମାକର ବିନାୟକ ସରସ୍ୱତୀ ପୂଜା ଅନୁଷ୍ଠାନ କଲେ। ସେ କୁମାରର ମଙ୍ଗଳ ହେବ ବୋଲିକି ସେ କ'ଣ କଲେ ନା ବିନାୟକ ଆଉ ସରସ୍ୱତୀ, ଗଣେଶ ଆଉ ସରସ୍ୱତୀଙ୍କର ପୂଜା ଅନୁଷ୍ଠାନ କରିଛନ୍ତି। ସେହି ପୂଜା ଅବସରରେ ବିଶିଷ୍ଟ ପଣ୍ଡିତ ଉଦୟନ ଆଚାର୍ଯ୍ୟଙ୍କୁ କୁମାରର ଶିକ୍ଷାଗୁରୁ ରୂପେ ରାଜା ବରଣ କଲେ। କାହାକୁ ନା ଉଦୟନ ଆଚାର୍ଯ୍ୟଙ୍କୁ କ'ଣ କରିଛନ୍ତି, କୁମାରଙ୍କର ଶିକ୍ଷାଗୁରୁ ବୋଲିକିରି ଆଣିଛନ୍ତି, ତାଙ୍କୁ ବରଣ କରିଛନ୍ତି। ଶିକ୍ଷାଗୁରୁ କରିବେ କାହାକୁ ନା ଉଦୟନ ଆଚାର୍ଯ୍ୟଙ୍କୁ ଶିକ୍ଷାଗୁରୁ ବୋଲି ବରଣ କରିଛନ୍ତି। ଏବଂ କୁମାର ଗୁରୁଙ୍କ ଠାରୁ ବ୍ୟାକରଣ, ଧର୍ମଶାସ୍ତ୍ର, ମୀମାଂସା, ତର୍କ ତଥା ଆଗମାଦି ବିଭିନ୍ନ ଶାସ୍ତ୍ର ଶିକ୍ଷା କଲେ।
कुमार कौन कर गुरु ठार गुरु किए ना पंडित उदयन आचार्य ताकठारु से व्याकरण शिक्षा करछंती धर्मशास्त्र शिखिचंती मीमांसा शिखिचंती तर्कशास्त्र शिखिचंती हैला ए सबू तांको पाखरु शिक्षा ग्रहण करछंती। एहा परे गुरु कुमार को अष्टादश पुराण उपपुराण ज्योतिष महाकाव्य उपकाव्य विभिन्न गीता रस विषकल्प साधन एवं नाटक आदि विद्या अध्ययन कराइले है पुणी कौन कले तापर गुरु तांको पुणी कौन शिक्षा देछंती ना पुराण उपपुराण ज्योतिष महाकाव्य उपकाव्य ये सब पुणी तांको शिक्षा देछंती। शेषरे से विभिन्न युद्ध विद्यार मध्य पारदर्शिता लाभ कले पुणी तांको युद्ध विद्या मध्य शिक्षा देछंती ज्ञान देछंती जाद्वारा कि से युद्ध विद्यार मध्य पारदर्शिता लाभ करछंती है। वीडियोटा बहुत बड़ हो जिवो आमे एतिकिरु रखिबा पार्ट 2 रे आउ पढ़िबा हैला। धन्यवाद।